ମେହେକ କାଳନାଗକୁ ହରେଇ କାଳଗୁରୁ ପାଖକୁ ପଠେଇଦେଲା। କାଳଗୁରୁ ରାଗରେ ନାଗୁଣୀଠାରୁ ପ୍ରତିଶୋଧ ନବ ବୋଲି କହିଲା। ଏବେ ଆଗକୁ। ମେହେକ ତୁମକୁ କଣ ହେଲା? କାହିଁକି ଏତେ ଚିନ୍ତାରେ ଅଛ? ନା ତ, ମତେ କିଛି ହେଇନି। ତୁମେ ଔଷଧ ଖାଇନିଅ। ମେହେକ, ବିଜୟକୁ ଔଷଧ ଦେଇ ମୋ ପାଖକୁ ଆସିବୁ। ଆଉ ସେପଟେ ବିଭା ନିଜ ସ୍ୱାମୀଙ୍କ ସହିତ ସହରକୁ ଯାଉଥିଲା। ଏବେ ଆଉ କେତେ ଟାଇମ୍ ଲାଗିବ? ଏତିକି କହି ହିଁ ଥିଲା କି ହଠାତ୍ ତାଙ୍କ କାର ଟ୍ରକ୍ ସହିତ ବାଡ଼େଇ ହେଇଗଲା। ବିଭା କାରରୁ ବାହାରି ପାଖ ବଡ଼ ଗର୍ତ୍ତରେ ପଡ଼ିଗଲା। ମେହେକକୁ ଏହି ଘଟଣା ବିଷୟରେ ଜଣାପଡ଼ିଗଲା। ସିଏ ପୁଣି ଥରେ ନାଗୁଣୀ ରୂପ ନେଇ ତାଙ୍କୁ ବଞ୍ଚେଇବାକୁ ବାହାରି ପଡ଼ିଲା। କିନ୍ତୁ ଯେ ପର୍ଯ୍ୟନ୍ତ ସେ ସେଠି ପହଞ୍ଚିଲା ସେ ପର୍ଯ୍ୟନ୍ତ ବିଜୟର ବାପାଙ୍କ ମୃତ୍ୟୁ ହୋଇସାରିଥିଲା। ନା, ଇଏ କଣ ହେଇଗଲା? ଆଣ୍ଟି କାହାନ୍ତି? ଏପଟେ ସେପଟେ ଦେଖିକି କହିଲା। ସେତିକିବେଳେ ସେ ଆଖି ବନ୍ଦ କରିକି ଦେଖିଲା ଯେ ବିଭା ଅଚେତ ହେଇ ନଦୀରେ ପଡ଼ିଛି। ଆଉ ସିଏ ନଦୀର ସ୍ରୋତ ସହିତ ବହି ଚାଲିଥିଲା। ମେହେକ ପାଣି ଭିତରକୁ ଡେଇଁ ପଡ଼ିଲା ଆଉ ବିଭାକୁ ନିଜ ଲାଞ୍ଜରେ ବାନ୍ଧି କୂଳକୁ ନେଇ ଆସିଲା। ଆଣ୍ଟି ଉଠ। ବିଭା ଆଖି ଖୋଲିକି କହିଲା, ମୁଁ କିଏ? ଆଉ ତୁ କିଏ? କୋଉଠି ଅଛି ମୁଁ? ସେତିକିବେଳେ ଗୋଟିଏ ଝିଅ ଦୌଡ଼ିକି ମେହେକ ପାଖକୁ ଆସିଲା। ମତେ ବଞ୍ଚାଅ। କେଜାଣି ଏ ସାପ ମୋ ପଛରେ କାହିଁକି ପଡ଼ିଛନ୍ତି? ମୁଁ ତ ବାସ୍ ଜଙ୍ଗଲକୁ ବୁଲିବାକୁ ଆସିଥିଲି। ନର୍ଗିସକୁ ମଧ୍ୟ ସେଇ ଝିଅ ମଧ୍ୟରେ ନାଗ ଥିବାର ଆଭାସ ହେଲା। ସେ ସେଇ ଝିଅ ଆଡ଼କୁ ଦେଖିକି କହିଲା, କିଏ ସେ ତୁମେ? ଏଠି କଣ କରୁଛ? ମୋ ନାଁ ନିରୂପା। ମୁଁ ଘରୁ ବୁଲିବାକୁ ଆସିଥିଲି ତ ସାପ ମୋ ପଛରେ ଆସିବାକୁ ଲାଗିଲେ। ଆଉ ସେ ପର୍ଯ୍ୟନ୍ତ ସବୁ ସାପ ସେଠାକୁ ଆସିଗଲେ ଆଉ ନର୍ଗିସକୁ ଦେଖିକି ରହିଗଲେ। ନର୍ଗିସ କିଛି ବୁଝିପାରିଲାନି। ସେଇଥିପାଇଁ ସେ ତା ଶକ୍ତି ଦ୍ୱାରା ସାପଙ୍କ ସହିତ କଥା ହେବାକୁ ଲାଗିଲା। କିଏ ତୁମେ? ଆଉ ଏ ଝିଅ ପଛରେ କାହିଁକି ପଡ଼ିଛ? ଏ ଝିଅଟି କିଏ? ହେ ନାଗଦେବୀ, ଆମେ ତୁମ କାରଣରୁ ହିଁ ନାଗ ହେଇଛୁ। ନର୍ଗିସ ଆଖି ବନ୍ଦ କରିକି ଦେଖିଲା ଯେ କିଛି ଲୋକ ତାକୁ ଛୁଇଁଲାରୁ ନାଗ ହେଉଛନ୍ତି। ଆଉ ପାଖରେ ଥିବା ନିରୂପା ବିଷୟରେ ମଧ୍ୟ ସବୁ କିଛି ଜାଣିଗଲା। ଆମେ ତୁମର ହିଁ ଶକ୍ତି ଆଉ ତୁମଠାରେ ହିଁ ଲୀନ ହେବାକୁ ଚାହୁଁଛୁ। ତୁ କୋଉଠି ରହୁ? ମୁଁ ପାଖ ଗାଁରେ ହିଁ ମୋ ଭାଇ ଆଉ ବାପା ମାଙ୍କ ସହିତ ରହେ। ନିରୂପା, ତୁ ଏ ଆହତ ସ୍ତ୍ରୀ ଲୋକଙ୍କୁ ନିଜ ସହିତ ନେଇଯା। ମତେ ଏମିତି ତ ତତେ ବହୁତ କିଛି କହିବାର ଅଛି, କିନ୍ତୁ ଏବେ ଜରୁରୀ କାମ ଅଛି। ମୁଁ ପରେ ଆସିକି ସବୁ କହୁଛି ତତେ। ଆଉ ନର୍ଗିସ ନିରୂପାକୁ ବିଭା ପାଖରେ ଛାଡ଼ିକି ଚାଲିଗଲା। ଖୁଡ଼ି, ମା ବାପା ଆସିନାହାନ୍ତି? ଏବେ ତ କେତେ ରାତି ହେଇଗଲାଣି। ମେହେକ ଆଡ଼କୁ ଦେଖିଲା ଆଉ କହିଲା, ମେହେକ, ତୁମେ ଆଜି ମତେ ସତରେ ଚିନ୍ତାରେ ଲାଗୁଛ। ନା, ଏମିତି କିଛି ନାହିଁ। ଆଉ ରାଗରେ ଦାଦା ଖୁଡ଼ି ଆଡ଼କୁ ଦେଖିଲା। ଦାଦା ଖୁଡ଼ି ନିଜ ରୁମକୁ ଚାଲିଗଲେ। ତୁମେ କିଛି କରିଛ ନା କଣ ସୁନ୍ଦର? ହଁ, ତାଙ୍କ ଖେଳ ଆଜି ଶେଷ। ତୁ ବିଭା ଘରକୁ ନ ଆସିଥିବା କାରଣରୁ ବିଜୟ ବହୁତ ଚିନ୍ତାରେ ଥିଲା। ସେ ତାକୁ ଖୋଜିବା ପାଇଁ ରାତିରେ ହିଁ ବାହାରି ପଡ଼ିଲା। ଖୁଡ଼ି, ମୁଁ ଦେଖିକି ଆସୁଛି। ସେ ଦୁହେଁ କୋଉଠି ରହିଗଲେ? ବିଜୟ, ମୁଁ ତୁମ ସହ ଯିବି। ଏତେ ରାତିରେ ତୁ କଣ କରିବୁ? ଏଠି ହିଁ ତୁ ରହ। ଆଉ ଏକୁଟିଆ ହିଁ ଚାଲିଗଲା। କିନ୍ତୁ ମେହେକ ପୁଣି ଥରେ ନାଗୁଣୀ ହେଇ ବିଜୟର କାରରେ ଲାଗିଗଲା। ବିଜୟ ହଠାତ୍ କାରଟିକୁ ରଖିଦେଲା। ତୁମେ କିଏ? ମରିବା ପାଇଁ କଣ ମୋ କାର ମିଳିଲା? ମରିବାକୁ ତ ତତେ ପଡ଼ିବ, ତତେ। ବିଜୟକୁ କାରୁ ଟାଣି ଆଣି କହିଲା। ବିଜୟ ତାକୁ ଧକ୍କା ମାରି ଦୂରକୁ ଫୋପାଡ଼ି ଦେଲା। ଲୋକଟି ଉଠିକି ପୁଣି ଥରେ ବିଜୟକୁ ମାରିଲା। ଏଥରକ ବିଜୟ ତା ବେକକୁ ଧରି ଚିପିବାକୁ ଯାଉ ହିଁ ଥିଲା, କିନ୍ତୁ ସେ ତାର ପୁରା ଶକ୍ତି ଲଗେଇଦେଲା। ଆଉ ବିଜୟ ହାତରୁ ଖସିଗଲା ଆଉ ବିଜୟକୁ ପକେଇଦେଲା। ତାପରେ ଲୋକଟି ଗୋଟିଏ ନାଗ ହେଇଗଲା। ଏଇଆ ଦେଖି ବିଜୟ ଡରିଗଲା, କିନ୍ତୁ ସେ ବିଜୟକୁ ଦଂଶିବାକୁ ଯାଉ ହିଁ ଥିଲା କି ମେହେକ ନିଜ ନାଗୁଣୀ ରୂପରେ ଆସି ତାକୁ ନିଜ ଦାନ୍ତରେ କାମୁଡ଼ି ଦେଲା। କାଳନାଗ, ଏତେ ସହଜ ନୁହେଁ ନାଗେଶକୁ ନର୍ଗିସ ଠାରୁ ଦୂର କରିବା। ତୁ କଣ ଭାବିଲୁ ମୁଁ ତତେ ଚିହ୍ନି ପାରିବିନି? କାଳ ନାଗ ନାଗୁଣୀ ଦାନ୍ତ ମଝିରୁ ଅଦୃଶ୍ୟ ହେଇଗଲା ଆଉ ତାପରେ ଦୂରରେ ଛିଡ଼ା ହେଇ କହିଲା, ନାଗୁଣୀ, ତୁ ଗତ ଥର ଏଥିପାଇଁ ବଞ୍ଚି ଯାଇଥିଲୁ କାରଣ ମୁଁ ତତେ ବଶୀଭୂତ କରିବା ଜାଣିନଥିଲି, କିନ୍ତୁ ଏବେ ମୋ ପାଖରେ ସେ ଶକ୍ତି ଅଛି ଯାହା ତତେ ମାରିବା ପାଇଁ ଯଥେଷ୍ଟ। ଆଉ ନାଗୁଣୀ ଉପରେ ନିଜ ଦୃଷ୍ଟିର ଶକ୍ତି ଦ୍ୱାରା ପ୍ରହାର କଲା। ନାଗୁଣୀ ସେଠାରୁ ଘୁଞ୍ଚିଗଲା। ଦୃଷ୍ଟିରୁ ବାହାରିଥିବା ଶକ୍ତି ପଥର ଉପରେ ବାଜିଲା ଆଉ ସେଇଟା ଖଣ୍ଡ ଖଣ୍ଡ ହେଇଗଲା। ତୁ ବହୁତ ତୀବ୍ର ଗତିରେ ଦୌଡୁଛୁ, ସେଇଥିପାଇଁ ବଞ୍ଚିଗଲୁ, କିନ୍ତୁ ଏହି ପ୍ରହାରରୁ ବଞ୍ଚିବା କଠିନ, ବୁଝିଲୁ ନାଗୁଣୀ? ଆଉ ନାଗୁଣୀ ଆଡ଼କୁ ବିଷର ହୁଙ୍କାର ଛାଡ଼ିଲା।
ନାଗୁଣୀ ନିଜ ଶକ୍ତି ସାହାଯ୍ୟରେ ନିଜ ଚାରି ପାଖରେ କବଚ ତିଆରି କରିଦେଲା, ଯାହାକୁ କାଳ ନାଗର ଶକ୍ତି ଭେଦ କରିପାରିଲାନି। ତୋର ବି ବଞ୍ଚିବା କଷ୍ଟ କାଳନାଗ। ଆଉ କବଚ ସହିତ କାଳ ନାଗର ଶରୀରକୁ ଭେଦ କରି ବାହାରିଗଲା। କାଳନାଗ ଆହତ ହେଇ ପଡ଼ିଗଲା। ନାଗୁଣୀ ଉଠିକି କହିଲା, ଏବେ ତତେ କେହି ବଞ୍ଚେଇ ପାରିବେନି। ନାଗେଶ ଆଉ ମୋ ମଧ୍ୟରେ ଆସିଲେ ତତେ ମରିବାକୁ ହିଁ ପଡ଼ିବ କାଳନାଗ। ଆଉ ଗୋଟିଏ ବିଷାକ୍ତ ଧୂଆଁ କାଳନାଗ ଉପରେ ଛାଡ଼ିଲା। କାଳନାଗ ଜାଣି ସାରିଥିଲା ଯେ ସେ ଏବେ ନାଗୁଣୀର ପ୍ରହାରରୁ ବଞ୍ଚି ପାରିବନି। ଶୁଣ ନାଗୁଣୀ, ମୁଁ ତ ମରିଯିବି, କିନ୍ତୁ ମରିଲା ବେଳକୁ ତତେ ଏମିତି ମୃତ୍ୟୁ ଦେଇକି ଯିବି ଯେ ତୁ ପ୍ରତିକ୍ଷଣ ମରୁଥିବୁ। ଆଉ ବିଜୟକୁ ନିଜ ଲାଞ୍ଜରେ ବାନ୍ଧି ଆକାଶକୁ ଉଡ଼ିଗଲା। ତାପରେ ଅଦୃଶ୍ୟ ହେଇଗଲା। ନାଗୁଣୀ ତା ପଛରେ ତ ଗଲା, କିନ୍ତୁ ଜାଣିପାରିଲାନି ସେ କୁଆଡ଼େ ଚାଲିଗଲା। ମେଘ ମଧ୍ୟରେ ଛିଡ଼ା ହେଇ କୁଆଡ଼େ ଗଲା କାଳନାଗ? ମୁଁ କାହିଁକି ତାକୁ ଦେଖିପାରୁନି? ଲାଗୁଛି ମୋ ଶକ୍ତି କମିଗଲାଣି। କିଛି ବି ହଉ, ମତେ ମୋ ନାଗେଶକୁ ଖୋଜିବାକୁ ହେବ। ତାକୁ କାଳନାଗ ସହ ଏକୁଟିଆ ଛାଡ଼ିପାରିବିନି। କାଳନାଗ ବିଜୟକୁ ଲାଞ୍ଜରେ ବାନ୍ଧି ନେଇଯାଉଥିଲା। ସେତିକିବେଳେ ତାକୁ ନାଗରାଜ ଭେଟିଗଲେ। ରହିଯା କାଳନାଗ, ତୁ ନର୍ଗିସର ଦିବ୍ୟ ଦୃଷ୍ଟିଠାରୁ ତ ବଞ୍ଚିଗଲୁ, କିନ୍ତୁ ମୋଠାରୁ ବଞ୍ଚିପାରିବୁନି। ନାଗରାଜ, ମତେ ଯିବାକୁ ଦେ। ମୁଁ କାହା ଉପରେ ବ୍ୟର୍ଥ ପ୍ରହାର କରିବାକୁ ଚାହୁଁନି। ମୋ ରାସ୍ତାରେ ବାଧା ସୃଷ୍ଟି କରନି। ନାଗରାଜ ଆହତ କାଳନାଗ ଉପରେ ବିଷର ହୁଙ୍କାର ବର୍ଷା କଲେ। କାଳନାଗ ନିଜ ଶକ୍ତି ଦ୍ୱାରା ନାଗରାଜର ଏହି ପ୍ରହାରର ପ୍ରଭାବକୁ କମ୍ କରିଦେଲା। ନାଗରାଜ, ମୁଁ କହିଲି ନା, ମୋତେ ଯିବାକୁ ଦେ। ମୋ ଜନ୍ମ ସେ ମଣିକୁ ପାଇବା ପାଇଁ ହେଇଛି। ନାଗମଣି ଆଉ ମୋ ମଧ୍ୟରେ ଆସନି। ମୋ ପାଇଁ ଭଲମନ୍ଦ ଭାବିବା ବନ୍ଦ କର ଆଉ ନିଜର ରକ୍ଷା କର। ନାଗରାଜ କାଳନାଗକୁ ନିଆଁରେ ଜଳେଇବା ପାଇଁ ତା ଉପରେ ଅଗ୍ନି ବର୍ଷା କଲେ। କାଳନାଗ ନିଜ ଶକ୍ତି ବଳରେ ଜଳ ବର୍ଷା କଲା, ଯାହାଦ୍ୱାରା ନାଗରାଜଙ୍କର ଅଗ୍ନିବର୍ଷାର ପ୍ରଭାବ କମିଗଲା। ନାଗରାଜ ଏଥରକ ନିଜ ଗତିରେ କାଳନାଗର ଫଣା ସହିତ ବାଡ଼େଇ ହୋଇଗଲେ, ଯାହାଦ୍ୱାରା କାଳନାଗ ନିଜ ଶରୀର ତ୍ୟାଗ କରି ଜଟ ହୋଇଗଲା। ଆଉ ବିଜୟ ଛାଡ଼ି ହେଇ ପଥରରେ ପିଟି ହୋଇଗଲା। ନର୍ଗିସ ବିଜୟକୁ ଖୋଜିବା ପାଇଁ କିଛି ବିଶେଷ ତରଙ୍ଗ ପଠାଇଲା। ସେଗୁଡ଼ିକ କିଛି ଅଜଣା ତରଙ୍ଗ ସହିତ ବାଡ଼େଇ ହେଇ ନର୍ଗିସ ପାଖକୁ ପୁଣି ଫେରି ଆସିଲେ। କିଏ ସେ ଯେ ଯାହାର ତରଙ୍ଗ ମୋ ସହିତ ମିଶି ଯାଉଛି? ଇଏ ସେ କାଳଗୁରୁ ତ ନୁହେଁ? ହଁ, ବୋଧେ ଇଏ କାଳଗୁରୁ ହିଁ ଥିବ। ଆଉ ତରଙ୍ଗ ଆଡ଼କୁ ସିଏ ବଢ଼ି ଚାଲିଥିଲା। ନର୍ଗିସ ସେଠାରେ ପହଞ୍ଚିଗଲା। ଆଉ ଜଣେ ସାଧୁ ତପସ୍ୟା କରୁଥିବାର ସେ ଦେଖିବାକୁ ପାଇଲା। ଚାଲିଆ ନର୍ଗିସ, ଚାଲିଆ, ଆଦରର ସହିତ କହିଲା। ନର୍ଗିସ ଚିନ୍ତା କରିବାକୁ ଲାଗିଲା ଯେ ସିଏ ତାକୁ କେମିତି ଜାଣିଛନ୍ତି। ହେ ତପସ୍ୱୀ, ଆପଣ କିଏ ଆଉ ମତେ କେମିତି ଜାଣିଛନ୍ତି? ମୋ ନାଁ କାଳ ଭୈରବ, ଆଉ କାଳଗୁରୁ ମୋର ଶିଷ୍ୟ। ମୁଁ ତୋର ସବୁ ଜୀବନ କଥା ଜାଣିଛି। ମୁଁ କାଳଗୁରୁକୁ ବହୁତ ବୁଝେଇଥିଲି, କିନ୍ତୁ ସିଏ ମୋର କଥା ଜମା ଶୁଣିଲାନି। ଯଦି ଆପଣ ସବୁ ଜାଣିଛନ୍ତି ତ ମତେ ଖାଲି ଗୋଟେ କଥା କୁହନ୍ତୁ ଯେ କାଳନାଗ ମୋ ନାଗକୁ ନେଇ କୁଆଡ଼େ ଯାଇଥିବ? କାଳନାଗର ଅନ୍ତ ହେଇସାରିଛି। କିଏ ମାରିଲା ତାକୁ? ଆଉ ମୋ ଦିବ୍ୟ ଦୃଷ୍ଟିରେ ମୁଁ କାହିଁକି ଦେଖିପାରିଲିନି? କାଳନାଗ ପାଖରେ କାଳଗୁରୁର ହିଁ ଶକ୍ତିର ବାସ ଥିଲା। ସେଇଥିପାଇଁ ସେଇ କାରଣରୁ ତୋ ଦିବ୍ୟ ଦୃଷ୍ଟି କମ୍ ହେଇଯାଇଥିଲା, ଆଉ ତୁ ତାକୁ ଦେଖିପାରିଲୁନି। ମତେ ମୋ ନାଗେଶ ବିଷୟରେ କୁହନ୍ତୁ, ସେ କୋଉଠି ଅଛି? ନାଗେଶକୁ ନାଗରାଜ କାଳନାଗଠାରୁ ମୁକ୍ତ କରିଦେଇଛନ୍ତି, ଆଉ ସିଏ ନାଗଲୋକରେ ହିଁ ଅଛି। ନର୍ଗିସ ପୁଣି ଥରେ ନାଗଲୋକ ଆଡ଼କୁ ଚାଲିଗଲା, ଆଉ ନାଗଲୋକରେ ନାଗଦେବଙ୍କ ପାଖରେ ପହଞ୍ଚିଗଲା। ନାଗଦେବ, ମୋ ନାଗେଶ କୋଉଠି ଅଛି? ନର୍ଗିସ, ତୋ ନାଗେଶ ନାଗଲୋକରେ ହିଁ ଅଛି, କିନ୍ତୁ ନାଗରାଜ ଆଉ କାଳନାଗ ମଧ୍ୟରେ ହେଇଥିବା ଯୁଦ୍ଧ ବେଳେ ନାଗେଶ ପଥରରେ ପିଟି ହେଇଗଲା, ଯାହାଦ୍ୱାରା ତାର ସ୍ମରଣ ଶକ୍ତି ହଜିଯାଇଛି। ସେ ଦୁଃଖୀ ହେଇ କହିଲା, ହେ ନାଗଦେବ, ନାଗେଶର ସ୍ମରଣ ଶକ୍ତି ଫେରେଇ ଆଣିବା ପାଇଁ ଏବେ ମତେ କଣ କରିବାକୁ ହେବ? ନାଗେଶକୁ ନିଜ ଜୀବନ କାଳରେ ବିତିଥିବା ଘଟଣାକୁ ପୁଣି ଥରେ ମନେ ପକାଇବାକୁ ହେବ। ତାହେଲେ ତାର ସ୍ମରଣ ଶକ୍ତି ଫେରି ଆସିପାରିବ। ନର୍ଗିସ ନାଗେଶକୁ ନେଇ ନିରୂପା ପାଖରେ ପହଞ୍ଚିଗଲା। ନିରୂପା ନର୍ଗିସକୁ ଦେଖି ଚିହ୍ନି ପାରିଲା, ଆଉ ତା ଘରକୁ ଯିବା ପାଇଁ କହିଲା। ନିରୂପା, ତୁ ମୋ ପାଇଁ ହଇରାଣ ହେଉନୁ ତ? କାରଣ ମୁଁ ତୋ ପାଇଁ ସବୁବେଳେ ଚିନ୍ତାର ବିଷୟ ହେଇଯାଉଛି। ନା ନା, ଇଏ ତୁମେ କଣ କହୁଛ? ଲୋକଙ୍କ ସାହାଯ୍ୟ କରିବା ତ ମୋ ଅଭ୍ୟାସ। ଆଉ ମୋ ବାପା ତ ବୈଦ୍ୟ, ସେ ତ ୟାଙ୍କ ଉପଚାର କରିଦେବେ। ଆଚ୍ଛା ହଉ, ଗୋଟେ କଥା କହ, ରବିଶ କେମିତି ଅଛି? ଭାବିକି କହିଲା, ତୁମେ ରବିଶକୁ ଜାଣିଛ? କିନ୍ତୁ କେମିତି?
ନିରୂପା, ବୋଧେ ତୋର ମନେ ଥିବ, ଛୋଟବେଳେ ତୁ ଆଉ ରବିଶ ସୁନାର ଅଣ୍ଡା ଉଠେଇ ନିଜ ଘରକୁ ନେଇ ଯାଇଥିଲ, ଯୋଉଥିରୁ ନାଗନାଗୁଣୀ ବାହାରିଥିଲେ। ମୁଁ ଆଉ ରବିଶ ଘରୁ ବୁଲିବାକୁ ବାହାରିଥିଲୁ, କାରଣ ମା ବାପା ଔଷଧି ଖୋଜିବାକୁ ଅନ୍ୟ ଗାଁକୁ ଯାଇଥିଲେ, ଆଉ ଆମେ ଦୁହେଁ ଏକୁଟିଆ ଥିଲୁ ଘରେ। ନର୍ଗିସ୍ ସ୍ମିତ ହସି କହିଲା। ଆଉ ତାପରେ ଆମ ସହ ନାଗେଶ ଆଉ ନର୍ଗିସ୍ ଭେଟ ହେଲେ। ପୁଣି ହଠାତ୍ କେଜାଣି ସେମାନେ କୁଆଡେ ଚାଲିଗଲେ। ସେ ନର୍ଗିସ୍ ଆଉ ରଜନୀ ମୁଁ ହିଁ ନିରୂପା। କିନ୍ତୁ କେମିତି? କାଳଗୁରୁର ଶକ୍ତି ଦ୍ୱାରା ମୁଁ ମୋ ନାଗୁଣୀ ରୂପକୁ ନାଗେଶ କୋଳରେ ଛାଡ଼ି ନାଗଲୋକ ଆଡ଼କୁ ଚାଲିଗଲି। ନର୍ଗିସ୍ ନାଗଲୋକ ଆଡ଼କୁ ଯାଇଥିଲା। ନାଗଲୋକରେ ପହଞ୍ଚି ନାଗଗୁରୁ ନାଗଦେବଙ୍କୁ ଭେଟିଲା। ନର୍ଗିସ୍ ହାତ ଯୋଡ଼ି ନାଗାର୍ଜୁନଙ୍କୁ ସବୁ କଥା କହିଲା। ଆଉ ତାପରେ ନାଗଗୁରୁ କହିଲେ, ହେ ନାଗୁଣୀ, ମୁଁ ତତେ ନାଗେଶ ପାଖକୁ ନୂଆ ରୂପରେ ପଠେଇ ତ ଦେବି, କିନ୍ତୁ ତତେ ତୋ ପୂର୍ବ ଘଟଣା କିଛି ମନେ ରହିବନି। କିନ୍ତୁ ନାଗଦେବ, ତାପରେ ମୋର ଆଉ ନାଗେଶର ମିଳନ କେମିତି ହବ? ଆଉ ସେ ମତେ କେମିତି ଚିହ୍ନି ପାରିବ? ନର୍ଗିସ୍, ତୁ ଅତ୍ୟନ୍ତ ଶୀଘ୍ର ହିଁ ଯୁବାବସ୍ଥାକୁ ଫେରିପାଇବୁ। ତୋର ନିବିଡ଼ ପ୍ରେମର ଶକ୍ତିକୁ ଦେଖିକି ନାଗେଶ ତତେ ନିଜେ ଚିହ୍ନି ପାରିବ। ମୁଁ ତତେ ବରଦାନ ଦେଉଛି। ଆଉ ତାପରେ ନାଗଦେବଙ୍କର ବରଦାନ ପାଇ ରଜନୀ ହେଇ ତୁମମାନଙ୍କ ପାଖକୁ ଆସିଲି। ସେତେବେଳେ ନାଗେଶ ତୁମକୁ କହିଥିଲେ, ସେ ତୁମକୁ ଦେଖିକି ଜାଣି ଯାଇଥିଲେ ଯେ ତୁମେ ନର୍ଗିସ୍ ବୋଲି। ହଁ ନିରୂପା, ଆଉ ଯୋଉ କାଳଗୁରୁ ଆମର ବିଚ୍ଛେଦ କରାଇଥିଲେ ତା ପାଇଁ ହିଁ ପୁଣି ଆଜି ନାଗେଶର ସ୍ମରଣ ଶକ୍ତି ଚାଲିଗଲା। କିନ୍ତୁ ନାଗେଶ କୋଉଠି ଅଛି? ବିଜୟ ହିଁ ମୋ ନାଗେଶ, ଆଉ ମୁଁ ମୋ ଶକ୍ତି ବଳରେ ତା ସ୍ମରଣ ଶକ୍ତି ଫେରେଇ ଆଣି ପାରିବିନି। ନର୍ଗିସ୍, ମୋ ମା ବାପା ଗାଁରେ ରୁହନ୍ତି। ଯିଏ ବିଜୟର ସ୍ମରଣ ଶକ୍ତି ଫେରେଇ ଆଣିପାରିବେ। ମୁଁ ବିଜୟକୁ ମୋ ସହ ନେଇଯାଉଛି। ନିରୂପା ବିଜୟକୁ ନିଜ ଘରକୁ ନେଇଗଲା। ସେଠି ବିଜୟର ମା ବିଭା ଆଉ ବିଜୟ ଭେଟ କଲେ, କିନ୍ତୁ ଦୁହେଁ ପରସ୍ପରକୁ ଚିହ୍ନି ପାରିଲେନି। ନିରୂପାର ବାପା ଚନ୍ଦ୍ରପ୍ରକାଶ ଆଉ ମା ସୁଗନ୍ଧା ନିରୂପା ଆଉ ବିଜୟ ପାଖକୁ ଆସିକି କହିଲେ, ଇଏ କିଏ ନିରୂପା? ଇଏ ରବିଶର ସାଙ୍ଗ, ଯିଏ ନିଜ ସ୍ମରଣ ଶକ୍ତି ହରେଇ ଦେଇଛି। ୟା ଚିକିତ୍ସା ପାଇଁ ମୁଁ ଏଠିକି ନେଇ ଆସିଲି ୟାକୁ। ସେପଟେ କାଳଗୁରୁ କାଳ ନାଗର ମୃତ୍ୟୁ କଥା ଶୁଣି କ୍ରୋଧିତ ହେଇଗଲା। କ୍ରୋଧରେ ଆସି ସେ ଗୋଟିଏ ନଡ଼ିଆ ଫିଙ୍ଗିଲା। ସେଥିରୁ ଗୋଟିଏ ବଡ଼ ନେଉଳ ବାହାରିଲା। କାଳଗୁରୁ ନେଉଳ ଆଡ଼କୁ ଦେଖିଲା। ନେଉଳ କାଳଗୁରୁକୁ ଦେଖିକି କହିଲା, ଗୁରୁଦେବ, ମୁଁ ତୁମ ଆଖିକୁ ଦେଖିକି ଜାଣିଗଲି ଯେ ମୋ ଜନ୍ମର ଉଦ୍ଦେଶ୍ୟ କ'ଣ। ଆଉ ଯା, ତୁ ନେଉଳ ଜାତିର ସବୁଠାରୁ ଶକ୍ତିଶାଳୀ ଆଉ ବୁଦ୍ଧିମାନ ନେଉଳ। ମୋର ଆଜ୍ଞା ପାଇ ତୁ ବଡ଼ରୁ ବଡ଼ ନାଗକୁ ମାରିଛୁ। ଗୁରୁଦେବ, ଏସବୁ ତୁମର ଶକ୍ତି, ଯାହାଦ୍ୱାରା ମୁଁ ଏପର୍ଯ୍ୟନ୍ତ ସବୁ ନାଗଙ୍କୁ ପରାସ୍ତ କରିଛି। ମୁଁ ତୁମର ଏହି ଉଦ୍ଦେଶ୍ୟକୁ ବି ପୂରଣ କରିବି। ଆଜ୍ଞା ଦିଅନ୍ତୁ ଗୁରୁଦେବ। କାଳଗୁରୁ ଗୋଟିଏ ମାଳ ଅଭିମନ୍ତ୍ରିତ କରି ନେଉଳ ଆଡ଼କୁ ଫିଙ୍ଗିଲା, ଯାହା ତା ବେକରେ ଯାଇ ପଡ଼ିଲା। ଏଇ ନେ, ଇଏ ତୋ ଶକ୍ତିକୁ ଦ୍ୱିଗୁଣା କରିଦବ। ଆଉ ଯେ ପର୍ଯ୍ୟନ୍ତ ତୋ ବେକରେ ଥିବ ସେ ପର୍ଯ୍ୟନ୍ତ ତୋର ମୃତ୍ୟୁ ଅସମ୍ଭବ। ଏବେ ନିଜ ଲକ୍ଷ୍ୟ ଆଡ଼କୁ ବଢ଼ିଯା। ଆଜ୍ଞା ଗୁରୁଦେବ। ନିରୂପା ବିଭା ଆଉ ବିଜୟକୁ ଔଷଧ ଦେଇ ଶୋଇବା ପାଇଁ କହିଲା। ବିଜୟ ଆଉ ବିଭା ରୁମ୍ ଆଡ଼କୁ ଚାଲିଗଲେ। ଅହୁଜା ନନ୍ଦପ୍ରକାଶର ଘର ସାମ୍ନାରେ ପ୍ରକଟିତ ହେଲା ଆଉ ଭାବିଲା ଯେ ସେ ପ୍ରଥମେ କାହାକୁ ମାରିବ, ନାଗକୁ କି ନାଗୁଣୀକୁ। ମତେ ପ୍ରଥମେ ନାଗକୁ ମାରିବାକୁ ହବ, ଯାହା ମୃତ୍ୟୁ କାରଣରୁ ନାଗୁଣୀ ନିଜେ ମରିଯିବ। କିନ୍ତୁ ଏ କାମ ବହୁତ ଚତୁରତାର ସହିତ କରିବାକୁ ହେବ। ଆଉ ସେଇଠୁ ଚାଲିଗଲା। ନର୍ଗିସ୍କୁ କିଛି ଅଘଟଣ ହେବାର ଆଭାସ ହେଲା, ଯାହାଦ୍ୱାରା ସେ ନାଗେଶ ପାଖକୁ ଆସିବା ପାଇଁ ଉଠି ପଡ଼ିଲା। କିନ୍ତୁ ଯେମିତି ସେ କବାଟ ପାଖରେ ପହଞ୍ଚିଲା, ସେ ଜାଣିପାରିଲା ଯେ କେହି ବାହାରୁ କବାଟ ବନ୍ଦ କରିଦେଇଛି। ନର୍ଗିସ୍ ନାଗୁଣୀ ରୂପ ନେଇ ଝରକାରୁ ବାହାରକୁ ବାହାରିବାର ଚେଷ୍ଟା କଲା, କିନ୍ତୁ ଯେମିତି ବାହାରକୁ ଦେଖିଲା, ନେଉଳ ତା ଘରକୁ ଘେରି ରଖିଥିଲା। ଅହୁଜା ନାଗୁଣୀର ଫଣ ଉପରେ ନିଜ ଶକ୍ତି ପକେଇଲା, ଯାହାଦ୍ୱାରା ନାଗୁଣୀ ଆହତ ହେଇ ନିଜ ରୁମ୍ରେ ପଡ଼ିଗଲା। ଆହୁଜା ବିଜୟ ପାଖରେ ପହଞ୍ଚିଗଲା। ତତେ ମାରିବା ପାଇଁ ସେ ରୂପ ବି ଧାରଣ କରିବାକୁ ପଡ଼ିବ, ଯାହାକୁ ମୁଁ ସବୁଠାରୁ ବେଶୀ ଘୃଣା କରେ। ଆଉ ଗୋଟିଏ ନାଗ ହେଇଗଲା ଆଉ ଯାଇକି ବିଜୟକୁ ଦଂଶିଦେଲା। ବିଜୟର ମା ତାକୁ ସାପ କାମୁଡ଼ୁଥିବାର ଦେଖିଦେଲେ, ଯାହାଦ୍ୱାରା ସେ ପାଟି କରି ଉଠିଲେ। ଆଉ ତାଙ୍କୁ ସେ ସବୁ ମନେ ପଡ଼ିଗଲା ଯେତେବେଳେ ବିଜୟକୁ ଘାସ ଭିତରୁ ସାପ ବାହାରି କାମୁଡ଼ିଥିଲା ଆଉ ମେହେକ ତାକୁ ବଞ୍ଚେଇ ନେଇଥିଲା। ବିବାହ ବହୁତ ଜୋରରେ ଚିତ୍କାର କଲା। ପୁଅ! କଣ ହେଲା ଆଣ୍ଟି? କେହି ବଞ୍ଚାଅ ମୋ ପୁଅକୁ, ତାକୁ ସାପ କାମୁଡ଼ି ଦେଇଛି। କୁଆଡ଼େ ଗଲା ସାପ? ପର୍ଯ୍ୟନ୍ତ ନିରୂପାର ବାପା ବି ସେଠିକି ଆସିଗଲେ। କଣ ହେଲା ଝିଅ, କାହିଁକି ପାଟି କରୁଛୁ? ବାପା, ବିଜୟକୁ ସାପ କାମୁଡ଼ି ଦେଇଛି।
ନିରୁପାର ବାପା ବିଜୟକୁ ଔଷଧି ଲଗେଇଦେଲେ, ଯାହାଦ୍ୱାରା ତାର ବିଷ ଧୀରେ ଧୀରେ କମ୍ ହେଇଗଲା। ଝିଅ, ମୁଁ ବିଜୟକୁ ଔଷଧି ଦେଇଦେଇଛି। ତାକୁ ଆରାମ ଦରକାର। ଯେତେବେଳେ ୟାକୁ ଚେତା ଫେରି ଆସିବ ମତେ ତୁ କହିଦବୁ। ମୁଁ ଆଉ ଥରେ ଆସି ୟାକୁ ଦେଖିନେବି। ଠିକ୍ ଅଛି ବାପା। ଏଇ ଘଟଣା ଦ୍ୱାରା ବିଭାକୁ ସବୁ କଥା ମନେ ପଡ଼ିଗଲା। ବିଜୟର ଚେତା ଫେରି ଆସିଲା। ସେ ଉଠିବାକୁ ଚେଷ୍ଟା କଲା। ସେତିକିବେଳେ ବିଭାକୁ ଦେଖିକି କହିଲା, କ'ଣ ହେଇଛି ଆଣ୍ଟି? ତୁମେ ଏମିତି କାହିଁକି କାନ୍ଦୁଛ? ମତେ ତୁମକୁ ଏମିତି କାନ୍ଦୁଥିବାର ଦେଖି ବହୁତ କଷ୍ଟ ହଉଛି। ପୁଅ, ତୁ ମତେ ଆଣ୍ଟି କାହିଁକି କହୁଛୁ? ଆଣ୍ଟି, ମୁଁ ତୁମକୁ ଆଉ କ'ଣ କହିବି? ବିଭା ବିଜୟକୁ ଦେଖି କାନ୍ଦି କାନ୍ଦି କହିଲା, ତତେ କ'ଣ ହେଇଗଲା ପୁଅ? କ'ଣ ହେଇଗଲା ତତେ? ନିରୂପା ବିଭାକୁ ରୁମ୍ରୁ ବାହାରକୁ ନେଇ ଆସିଲା। ଆଉ ତାପରେ ତାଙ୍କୁ କହିଲା, ଆଣ୍ଟି, ବିଜୟ କିଛି ଜିନିଷ ସହ ବାଡ଼େଇ ହେଇଯାଇଛି। ସେଥିପାଇଁ ସେ ସବୁ କିଛି ଭୁଲି ଯାଇଛି। କିନ୍ତୁ ୟାକୁ ବି ତୁମ ଭଳି ପରେ ସବୁ କିଛି ମନେ ପଡ଼ିଯିବ। ନିରୂପା ବିଜୟକୁ ଔଷଧି ଦେଇ ଆରାମ କରିବାକୁ କହିଲା। ଆଉ ବିଜୟ ଶୋଇପଡ଼ିଲା। ବିଭାକୁ ନିଜ ସ୍ୱାମୀଙ୍କ କଥା ମନେ ପଡ଼ିଗଲା। ମୋ ସ୍ୱାମୀ କାହାନ୍ତି? ମୁଁ ତ ତୁମକୁ ଦେଖିଲି, ସେଠି ତ ଆଉ କେହି ନଥିଲେ। ଇଏ କ'ଣ କହୁଛୁ ତୁ? ମତେ ତାଙ୍କୁ ଖୋଜିବାକୁ ଯିବାକୁ ପଡ଼ିବ। ସେ ଦୁହିଁଙ୍କର କଥା ବିଜୟକୁ ଶୁଣାଗଲା। ଆଉ ସେ ମଧ୍ୟ ଜୋର କରି ଯିବାକୁ କହି ତାଙ୍କ ସହିତ ବାହାରି ପଡ଼ିଲା। ବିଭା ପୁଣି ଥରେ ନିଜ ସ୍ୱାମୀଙ୍କୁ ଖୋଜିବା ପାଇଁ ବିଜୟ ଆଉ ନିରୂପା ସହିତ ବାହାରି ପଡ଼ିଲା। ଅନ୍ୟପଟେ ମେହେକ ନିଜକୁ ନେଉଳଙ୍କଠାରୁ ବଞ୍ଚେଇବା ପାଇଁ ନାଗରାଜଙ୍କ ଆହ୍ୱାନ କଲା। ହେ ନାଗରାଜ, ମୋ ସାହାଯ୍ୟ କରନ୍ତୁ। ମତେ ବିପଦରୁ ରକ୍ଷା କରନ୍ତୁ। ନାଗରାଜଙ୍କୁ ନର୍ଗିସର ବିନତି ବିଷୟରେ ଜଣାପଡ଼ିଗଲା। ସେ ନିଜ ଶକ୍ତି ସାହାଯ୍ୟରେ ନେଉଳମାନଙ୍କୁ ଅଦୃଶ୍ୟ କରିଦେଲେ। ମେହେକ ନାଗରାଜଙ୍କୁ କହିଲା, ଧନ୍ୟବାଦ ନାଗରାଜ। ମେହେକ, ତୋର ପ୍ରେମର ଶକ୍ତି ଆଗରେ ସମସ୍ତଙ୍କୁ ନଇବାକୁ ପଡ଼ିବ। ଆଉ ୟାପରେ କେବେ ମୋ ସାହାଯ୍ୟ ଆବଶ୍ୟକ ପଡ଼ିଲେ ମୁଁ ସର୍ବଦା ସାହାଯ୍ୟ କରିବି। ମୁଁ ସବୁବେଳେ ତୁମର କୃତଜ୍ଞ ରହିବି ନାଗରାଜ। ତାପରେ ମେହେକ ସେଠାରୁ ବାହାରି ପଡ଼ିଲା। ଆଉ ରାସ୍ତାରେ ଗୋଟିଏ ମାନବ ରୂପ ନେଇ ବିଭା, ବିଜୟ ଆଉ ନିରୂପା ସହିତ ଭେଟ କଲା। ତୁମେମାନେ ଏପଟେ କୁଆଡ଼େ ଯାଉଛ? ବିଭା କାନ୍ଦି କାନ୍ଦି କହିଲା, କିଛି ଦିନ ପୂର୍ବରୁ ଏଠି ଗୋଟେ ଆକ୍ସିଡେଣ୍ଟ ହେଇଥିଲା, ଗୋଟେ ସ୍ତ୍ରୀ ଆଉ ଗୋଟେ ପୁରୁଷର। ଆମେ ତାଙ୍କୁ ଖୋଜୁଛୁ। କ'ଣ ତୁମେ ତାଙ୍କ ବିଷୟରେ କିଛି ଜାଣିଛ? ସ୍ତ୍ରୀ ଆଉ ପୁରୁଷର ନୁହେଁ, କେବଳ ପୁରୁଷର ହେଇଥିଲା। କାରଣ ଏଇଠୁ ହିଁ ତ ତା ଶବ ମିଳିଥିଲା। ତା ଆଖପାଖରେ କୌଣସି ସ୍ତ୍ରୀ ଲୋକ ତ ନଥିଲେ। ନା ନା, ଇଏ ହେଇପାରିବନି। ସେ ଆମକୁ ଏମିତି ଛାଡ଼ିକି ଯାଇପାରିବେନି। ନିୟତିକୁ କିଏ ଅଟକେଇ ପାରିବ? ଯାହା ହେବାର ଥିବ ସେଇଟା ହେଇକି ହିଁ ରହିବ। ବିଭା ଏସବୁ ଶୁଣି ସେଇଠି ଅଚେତ ହେଇଗଲା। ନିରୂପା ଦୌଡ଼ି ଯାଇ ଗୋଟିଏ ପତ୍ରରେ ପାଣି ଆଣିଲା ଆଉ ବିଭା ଉପରେ ପକେଇଦେଲା। ତାପରେ ବିଭାର ଚେତା ଫେରି ଆସିଲା। ଆଉ ବିଭାକୁ ସମ୍ଭାଳି ସାରି ନିରୂପା କହିଲା, ଆଣ୍ଟି, ମତେ ବି ଏସବୁ ଶୁଣି ବହୁତ ଦୁଃଖ ଲାଗିଲା। କିନ୍ତୁ ଭଗବାନଙ୍କ ଇଚ୍ଛା ଯାହା ଥିବ। ଚାଲ ଏବେ ଘରକୁ ଫେରିଯିବା। ନା, ମୁଁ କେତେ ବଡ଼ ଅଭାଗିନୀ। ଶେଷ ଥର ପାଇଁ ବି ମୁଁ ମୋ ସ୍ୱାମୀଙ୍କୁ ଦେଖିପାରିଲିନି। ଇଏ ତ ଭଗବାନଙ୍କ ଇଚ୍ଛା ଥିଲା ଆଣ୍ଟି। ଏବେ ତୁମକୁ ବିଜୟ ପାଇଁ ବଞ୍ଚିବାକୁ ହେବ। ବିଭା କାନ୍ଦି କାନ୍ଦି କହିଲା, ନିରୂପା, ଆମ ପାଇଁ ଏତେ ସବୁ କରିଥିବାରୁ ଧନ୍ୟବାଦ। କିନ୍ତୁ ଏବେ ମତେ ମୋ ପୁଅକୁ ଘରକୁ ନେଇଯିବାକୁ ଅଛି। ବିଭା ବିଜୟକୁ ନେଇ ଘର ଆଡ଼କୁ ବାହାରି ପଡ଼ିଲା। ମେହେକ ମଧ୍ୟ ନାଗୁଣୀ ରୂପରେ ବଦଳି ତାଙ୍କ ପଛେ ପଛେ ହିଁ ଯିବାକୁ ଲାଗିଲା। ଅହୁଜା ଏମିତି ନିଜ ଶକ୍ତିକୁ ଶକ୍ତିହୀନ ହେଉଥିବାର ଦେଖି ଡରିଗଲା। ଆଉ କହିଲା, କିଏ ସେ ଯିଏ ମୋ ଶକ୍ତିକୁ ପରୀକ୍ଷା କରୁଛି, ମୋ ଲକ୍ଷ୍ୟ ପଥରେ ବାଧା ସୃଷ୍ଟି କରୁଛି? ସେତିକିବେଳେ ଆହୁଜା ପାଖକୁ କାହାରି ଶକ୍ତିର ଦିବ୍ୟ ସଂକେତ ଆସିଲା। ଆହୁଜା ମଣିଷ ରୂପରେ ଆସି ଆଖି ବନ୍ଦ କରି ବସିଗଲା। ଆଉ ଆସିଥିବା ସଂକେତକୁ ଆଘ୍ରାଣ କଲା। ଆହୁଜା, ମୁଁ କାଳଗୁରୁ। ମୋ କଥା ଧ୍ୟାନ ଦେଇ ଶୁଣ। ତୁ ନାଗୁଣୀକୁ ଏତେ ସହଜରେ ହରେଇ ପାରିବୁନି। କାରଣ ଏବେ ତା ସହିତ ଦେବଶକ୍ତି ବି ଅଛି, ଯେ ତୋ ଶକ୍ତିକୁ କମ୍ କରିଦେଲା। ସେଇଟା ନାଗରାଜର ଶକ୍ତି। ଏବେ ତୁ ଗୋଟିଏ ମଣିଷ ରୂପ ଧରି ନାଗୁଣୀ ସହିତ ହିଁ ରହ। ଆଉ ସୁଯୋଗ ପାଇଲେ ହିଁ ତୁ ସେ ପିଲାକୁ ମାରିଦେବୁ। ଯେମିତି ଆପଣଙ୍କର ଇଚ୍ଛା ଗୁରୁଦେବ।
ଆହୁଜା ଜଣେ ପଣ୍ଡିତର ରୂପ ଧାରଣ କରି ବିଭା ଘରକୁ ଚାଲିଗଲା। ଅଲେଖ ନିରଞ୍ଜନ ମା ଭିକ୍ଷାମ୍ ଦେହି। ରେଖା ଭିକ୍ଷା ଦେବା ପାଇଁ ବାହାରକୁ ଆସିଲା, କିନ୍ତୁ ଯେମିତି ତା ପାଖରେ ପହଞ୍ଚିଲା ତ ଆହୁଜା ତାକୁ କହିଲା, ରୁହ, କଣ ହେଲା ବାବା? ଏଇ ଘରେ ନାଗୁଣୀ ବାସ କରୁଛି, ଆଉ ତୁମ ପାଖରେ ବି। କିନ୍ତୁ ମୁଁ ତ ଏଠି କୌଣସି ବି ନାଗୁଣୀ ଦେଖିନି। ତୋ ଝିଅ ବିଷାକ୍ତ ଖାଦ୍ୟ ଖାଇଥିଲା, ହେଲେ ମଧ୍ୟ ସେ ଜୀବିତ ହେଇଗଲା କେବଳ ନାଗୁଣୀ ପାଇଁ। ସେ ଏବେ ତୁମର କିଛି କ୍ଷତି କରୁନି, କିନ୍ତୁ ଶୀଘ୍ର ସେ ତୁମମାନଙ୍କୁ ମାରିଦେବ। ରେଖା ବିଷ ବିଷୟରେ ଶୁଣି ଡରିଗଲା ଆଉ କହିଲା, ବାବା ତମକୁ ଏସବୁ କେମିତି ଜଣା? ମୁଁ ସବୁ କିଛି ଜାଣିଛି କନ୍ୟା, ଆଉ ତୋ ଇଚ୍ଛା ବିଷୟରେ ମଧ୍ୟ। କିନ୍ତୁ ବାବା ତୁମେ ଏସବୁ ବିଷୟରେ କାହାକୁ କହିବନି। ମୁଁ କହିବିନି। ଦେଖ, ତତେ ସମ୍ପତ୍ତି ଦରକାର ଆଉ ମତେ ନାଗୁଣୀ, ତ ମୁଁ ଆମ ଦୁହିଁଙ୍କ କାମ କରିଦେବି, କିନ୍ତୁ ସେଥିପାଇଁ ତତେ ବି କିଛି କରିବାକୁ ପଡ଼ିବ। କଣ କରିବାକୁ ହେବ? ଡରନି, କିଛି ଧନ ସମ୍ପତ୍ତି ମାଗିବିନି। ତ ତୁମକୁ କଣ ଦରକାର? ମତେ ସେଥିପାଇଁ ଏଇଠି ରହିବାକୁ ପଡ଼ିବ, ତୋହରି ଘରେ। ଠିକ୍ ଅଛି, ତୁମେ କାଲି ଆସିଯିବ। ମୁଁ ସମସ୍ତଙ୍କୁ ତୁମେ ମୋ ଦୂରର ସମ୍ବନ୍ଧୀ ବୋଲି କହିଦେବି। ସେ ପର୍ଯ୍ୟନ୍ତ ବିଭା ଆଉ ବିଜୟ ସେଠିକି ଆସିଗଲେ, ଆଉ ମେହେକ ମଧ୍ୟ ନିଜ ରୁମ୍ରୁ ବାହାରକୁ ଆସିଲା। କିନ୍ତୁ ଯେମିତି ଆହୁଜାକୁ ସେଠି ଦେଖିଦେଲା, ସିଏ ଚିହ୍ନିଗଲା ଆଉ ରହିଗଲା। ରେଖା ବିଭାକୁ କହିଲା, ଦିଦି, ଇଏ ମୋ କାକାଙ୍କ ପୁଅ ଶ୍ରୀକାନ୍ତ। କିଛି କାମ ପାଇଁ ଏଇଠିକି ଆସିଥିଲା। ମୁଁ କହିଲି କି କିଛି ଦିନ ଆମ ଘରେ ହିଁ ରହିଯାଉ। ଠିକ୍ ଅଛି ରେଖା, ୟାଙ୍କ ରହିବାର ବ୍ୟବସ୍ଥା କର। ଦିଦି, ସେଇଟା ତ ମୁଁ ରାତିରେ ହିଁ କରିଦେଇଥିଲି, ଯେବେ ମୁଁ ଜାଣିଲି କି ଇଏ ଆସିବ। ମେହେକକୁ ଦୂରରେ ଛିଡ଼ା ହେଇଥିବାର ଦେଖି ଶ୍ରୀକାନ୍ତ କହିଲା, ଏ ଝିଅଟି କିଏ ଆଉ ଏତେ ଦୂରରେ କାହିଁ ଛିଡ଼ା ହେଇଛି? ଇଏ ଆମ ଘରର ଏମିତି ଅତିଥି ଯିଏ ଏଇଠି ହିଁ ରହିଯାଇଛି। ନା ନା, ରେଖା ତ ଥଟ୍ଟା କରୁଥାଏ। ଇଏ ମେହେକ ଆଗରୁ ଆମର ଅତିଥି ଥିଲା, କିନ୍ତୁ ଏବେ ଘରର ସଦସ୍ୟ ଭଳି। ବିଭା ମେହେକକୁ ଦେଖି କହିଲା, ଝିଅ ମେହେକ, ଏଠିକି ଆ, ଆଉ ଶ୍ରୀକାନ୍ତକୁ ନମସ୍କାର କର। ମେହେକ ମଧ୍ୟ ଥଙ୍ଗ ଥଙ୍ଗ ହେଇ ଆସିଗଲା ଆଉ ଗାଢ଼ ଦୃଷ୍ଟିରେ ଦେଖି ଶ୍ରୀକାନ୍ତକୁ କହିଲା, ନମସ୍କାର ଭାଇ। ଶ୍ରୀକାନ୍ତ ମଧ୍ୟ ଟିକେ ହସିକି କହିଲା, ନମସ୍କାର ମେହେକ। ଯେତେବେଳେ ଶ୍ରୀକାନ୍ତର ଆଖପାଖରେ କେହି ନଥିଲେ ତ ମେହେକ ତା ପାଖକୁ ଗଲା ଆଉ କହିଲା, ଏବେ ଏଠିକି ଆସିବାର ତୋର ଉଦ୍ଦେଶ୍ୟ କଣ? କାହିଁକି ଆସିଛୁ ଏଠିକି? ଯଦି ମୋ ପରିବାର କି ମୋ ବିଜୟକୁ କିଛି ବି ହେଲା ତ ମୁଁ ତତେ ମାରିଦେବି। ତାପରେ ଶ୍ରୀକାନ୍ତ ହସିକି କହିଲା, ତୁ ମୋର କିଛି କରିପାରିବୁନି ନାଗୁଣୀ। ତୁ ଆଉ ତୋ ଭଳି ମାଟିରେ ଘଷୁରୁଥିବା ସାପମାନେ ଆମ ଭଳି ଶକ୍ତିଶାଳୀ ନେଉଳଙ୍କ ପାଖରେ କିଛି ନୁହନ୍ତି। ବୋଧେ ତୁ ଭୁଲି ଯାଇଛୁ, ମୋଠାରୁ ତୋର ଶକ୍ତି କମ୍। ଶକ୍ତି କମ୍ ଅଛି ତ କଣ ହେଲା? ମୁଁ ସତ କହୁଛି, ଆଉ ମୋ ପ୍ରେମରେ ସତ୍ୟତା ଅଛି। ତ ଯଦି ତୁ ଏଥରକ ମୋ ବିଜୟକୁ କିଛି ବି କରିବୁ ତାହେଲେ ତୁ ମରିବୁ। ଏତିକି କହି ନାଗୁଣୀ ଚାଲିଗଲା ଆଉ ନାଗରାଜଙ୍କ ପୂଜା କଲା। କିଛି ସମୟ ପରେ ନାଗରାଜ ପ୍ରକଟ ହେଲେ ଆଉ କହିଲେ, ମୁଁ ସବୁ ଜାଣିଛି ନାଗୁଣୀ, କାହିଁକି ତୁ ମୋତେ ପୁଣି ଥରେ ଆବାହନ କରିଛୁ। ନେଉଳର ଶକ୍ତି ତୋଠାରୁ ବେଶୀ ଅଛି, କିନ୍ତୁ ଯଦି ତୁ ମୋ ସ୍ଥାପନା ବିଜୟର ରୁମ୍ରେ କରିଦେବୁ ତ ନା ନେଉଳ ବିଜୟର କିଛି କରିପାରିବ ଆଉ ନା ତା ପାଖକୁ ଆସିପାରିବ। ଠିକ୍ ଅଛି ନାଗରାଜ, ମୁଁ ତୁମ ମୂର୍ତ୍ତିର ସ୍ଥାପନା କରିଦେବି। ତା ପରଦିନ ମେହେକ ନାଗରାଜଙ୍କ ମୂର୍ତ୍ତିର ସ୍ଥାପନା ପାଇଁ ବିଭାକୁ କହିଲା, ଆଣ୍ଟି, ଆଜି ପର୍ଯ୍ୟନ୍ତ ନାଗଦେବ ବିଜୟର ରକ୍ଷା କରିଛନ୍ତି। ମୁଁ ଶୁଣିଥିଲି ଯଦି ନାଗରାଜଙ୍କ ମୂର୍ତ୍ତିର ସ୍ଥାପନା କାହାରି ରୁମ୍ରେ କରାଯାଏ ତ ସେ ବ୍ୟକ୍ତିର କେହି କିଛି କରିପାରିବେନି। ଠିକ୍ ଅଛି ଝିଅ, ମୁଁ ଏସବୁରେ ବିଶ୍ୱାସ କରେନି, କିନ୍ତୁ ମୋ ପୁଅର ରକ୍ଷା ପାଇଁ ମୁଁ କିଛି ବି କରିବି। ସେଦିନ ରାତିରେ ରେଖା ଶୋଇଥିଲା ଆଉ ହଠାତ୍ ତାର ଆଖି ଖୋଲିଗଲା ତ ସିଏ ଦେଖିଲା କି ତା ରୁମ୍ର କାନ୍ଥରେ ବହୁତ ଗୁଡ଼ାଏ ସାପ ବୁଲୁଛନ୍ତି। ରେଖା ସେସବୁ ଦେଖି ବହୁତ ଡରିଗଲା ଆଉ ଦୌଡ଼ିକି ଶ୍ରୀକାନ୍ତର ରୁମ୍କୁ ଗଲା ଆଉ ଡରି ଡରି କହିଲା, ଉଠ ଗୁରୁଦେବ, ମୋ ରକ୍ଷା କର। ଶ୍ରୀକାନ୍ତର ନିଦ ଭାଙ୍ଗିଗଲା। ସେ ଉଠିକି କହିଲା, କଣ ହେଲା?
एते रातिरे मते निदरू उठेवार उद्देश्य कौन? मो रूम रे बहुत गुड़िए साप अछंती। गुरुदेव तमे ठीक कहूतिल, ए घरे सतरे कोनसी नागणी वास करूची। एसबु तो सहित से नागुणी ही करिछि। जदि तू चाहू से नागुणीर शक्ति कम हो जाऊ आउ से परिवारर किछि क्षति न करू, ताहले काली विवाह विजय रूम रे जो पूजा करिवो ताकू जेमिति भी हो तते अटकेवाकू पड़िवो। ठीक अछि गुरुदेव। ता परदिन रेखा प्रथमे विवाह सहित कथा हेबा पई चेष्टा कला। दीदी तुमे सब काहेकि करूछ? एते थर साप विजय को कामुड़ीछि, तथापि तुमे ए सब करूछ। एमिति कले हम विजय पर विपद आसी पारे। एतिकी सुनिला मात्रे ही महक सेठिकी आसीगला आउ कहिला, किंतु आंटी साप तो बहुत थर विजयर रक्षा भी करिसंती। जेबे से पिला माने मारिले सेते बेले भी साप केबे भी विजयर क्षति करिबेनी। तू ठीक कहूछु महक। आउ आज पर्यंत सब बेले नाग ही आमर रक्षा करिसंती। मु ए पूजा निश्चय करिबी। किछि समय परे रेखा बहुत मना कला परे मध्य विवाह विजयर रूम रे मूर्तिर स्थापना करिदेला, जहा देखि रेखा रागरे श्रीकांत पाखकू गला। मते क्षमा करो गुरुदेव, मु बहुत चेष्टा कली किंतु दीदी मो कथा जमा सुनिलेनी। मूर्ख स्त्री, तो मूर्खता पाई आज मोर एते भल उद्देश्य विफल हो गला। विवाह श्रीकांत को पूजारी सम्मिलित हेबाकू डाकिला आउ से विजयर रूम आड़कू जीवाकू चेष्टा कला, किंतु जेमिति से रूम पाखरे पहुंचिला विजयर रूम रे तयारी नागराजंक मूर्तिर कवच ताकू दूरकू फोपाड़ी देला। समस्ते श्रीकांत को पड़ी जीवार देखि दौड़िकी आसिले। श्रीकांत तुमको कौन हैला? किछि नहीं, बोधे मु खसी गली। किंतु भाई सेठी तो एमिति किछि जिनिस नाही जोथरे तुम पाद खसी जिवो। महक हेइथिबो तते देखा जाई नथिबो। सेइठू रागरे निज रूम आड़कू चलीगला। रेखा ता रूम को ताकू देखिबाकू गला। तुमे बाहर को काई आसुनो गुरुदेव? तुमे ठीक तो अछ ना? हाँ ठीक अछि, बास मो देह टिके भल नाई, मु टिके आराम करिवाकू चाहूछि। रेखा सेठारू चलीगला। परदिन सकाळे श्रीकांत नंदिनीर चारे विष मिसई देला, जहाद्वारा नंदिनी अचेत होगला आउ श्रीकांत सबु दोष मेहक उपरकू देदेला। ए झीटी होउची तुम घर पाई काल, जहा पाई नंदिनी अचेत होगला। महक मु तो सामने रे हाथ तो जोड़ुची, मो झियो को छाड़ी दे। जो घरे तते रखिचंती तू सेई घरे रे लोकन को मारिबा को चाहूछु। ना आंटी ए कथा मिछ। मु केबे घरर अहित भाबिनी। मु नागराजंग मूर्ति को छुई कहूची। मेहक मूर्तिर राण खाई कहिला। विवाह मध्य मेहक कथारे विश्वास करिनेला आउ नागराजंक मूर्ति सामनारे दीप जळई कहिला, नागराज तुमको ए घरे महक स्थापना करिछि। आज ताको तुमरो कृपा दरकार, तार सहायता कर। मेहक नंदिनी आड़कू देखिला, ताकू विष विषय जना पड़ीगला। तापरे मेहक निज आखिरु नंदिनीर शरीररू विष बाहर करिदेला आउ नंदिनीर चेता फेरी आसिला। नंदिनी तू ठीक अछु? हाँ माँ मु पूरा ठीक अछि। देखिलु रेखा, नागराजंको कारणरू आज नंदिनी पूरा पूरी ठीक अछि। तू बिना कारण रे महक उपरे एमिति संदेह करुथाउ। रेखा किछि कहिलानी आउ सेठारू चलीगला आउ मने मने कहिला, मते शीघ्र किछि ना किछि करिबाकू हेबो, नहेले मु एमानक पई मो झियो को हरेई बसिबी। मेहक विजय पाखकू आसिला। एबे तुमे केमिति अछो विजय? मो तो ठीक अछि, किंतु तुमे कह तुमे एते चिंतारे काहेकि? ना ना एमिति किछि नाही। मेहक मते बहुत इच्छा होउछि कि मु बाहर को बुलिवाकू जाए। मेहक डरी जाई कहिला, ना विजय एबे तुमको आराम करिबा कथा। एबे तुमे किछि दिन एई रूम रे रुह। तुमे भी समस्तंक भले एमिति कहनी, बहुत एकुटिया लागे मते। ए रूम रे विरक्त होई जाए मु। मेहक हसीबाकू लागिला। मेहक तुमे काहे कि हसुच? विजय तुम्हें जानिछ, जेबे भी तुम्हें एमती कांदिवा भली मुह कर बहुत भल लाग। अच्छा मु तो जानी नथिली केही मते भी एते ध्यान रे देखे। मेहक लाजेई सेठारू चलीगला। परदिन सकाळे मेहक मंदिर जीवा पई प्रस्तुति करुथिला आउ विवाहको कहिला, आंटी मु मंदिर जाउची, किछि समय रे आसी जिबी। तुमको मार्केट रो किछि आनिबार अछि कि? ना महक, बास तू आराम रे आसी जिबु आउ शीघ्र आसीबु। ठीक अछि आंटी।
ମେହେକ ଘରୁ ବାହାରିଗଲା। ଶ୍ରୀକାନ୍ତ ମେହେକକୁ ବାହାରକୁ ଯିବାର ଦେଖିନେଲା ଆଉ ତା ପଛେ ପଛେ ଯିବାକୁ ଲାଗିଲା। ମେହେକକୁ ଆଭାସ ହେଇଗଲା ଯେ ଶ୍ରୀକାନ୍ତ ତା ପଛରେ ହିଁ ଆସୁଛି, କିନ୍ତୁ ସେ ରହିଲାନି, ଚାଲୁଥିଲା। ଆଉ କିଛି ସମୟ ପରେ ମନ୍ଦିରରୁ ପୂଜା ସାରି ବାହାରକୁ ଆସିଗଲା। ଶ୍ରୀକାନ୍ତ ଗୋଟିଏ ଗଛ ପଛରେ ଲୁଚିଥିଲା। ହଠାତ୍ ମେହେକ ତା ଆଖି ସାମ୍ନାରୁ ଅଦୃଶ୍ୟ ହୋଇଗଲା। ଆରେ କୁଆଡ଼େ ଗଲା ନାଗୁଣୀ? ହଠାତ୍ ସେ କୁଆଡ଼େ ଚାଲିଗଲା? ଶ୍ରୀକାନ୍ତ ଏତିକି କହି ଯେମିତି ପଛକୁ ବୁଲିଲା, ମେହେକ ତା ପଛରେ ହିଁ ଛିଡ଼ା ହୋଇଥିଲା। ଶ୍ରୀକାନ୍ତ ହଠାତ୍ ତାକୁ ଦେଖିକି ଡରିଗଲା। ମେହେକ ହସି ହସି କହିଲା, କଣ ହେଲା ଶ୍ରୀକାନ୍ତ, ଗୋଟେ ନାଗୁଣୀଠୁ ଡରିଗଲୁ? ଏମିତି ତ ବହୁତ ଶକ୍ତିଶାଳୀ ନେଉଳ କହୁ ନିଜକୁ। ଆହୁଜା ଡରିବ? ସିଏ ପୁଣି ସାଧାରଣ ନାଗୁଣୀ ଠାରୁ। ଦିନରେ ସ୍ୱପ୍ନ ଦେଖନି ନାଗୁଣୀ। ସ୍ୱପ୍ନ ମୁଁ ଦେଖୁନି, ତୁ ଦେଖୁ ମତେ ଆଉ ମୋ ବିଜୟକୁ ମାରିବାର। ଶ୍ରୀକାନ୍ତ ହସି ହସି କହିଲା, ନାଗୁଣୀ, ତୋ ବିଜୟ ତ ମୋ ହାତରୁ ହିଁ ମରିବ। ଆଉ କେବଳ ସିଏ ନୁହେଁ, ତାର ପୁରା ପରିବାର ମରିବ। ମେହେକ ବହୁତ ରାଗିଗଲା ଆଉ ସେ ସାପ ରୂପକୁ ଆସିଗଲା ଆଉ ଶ୍ରୀକାନ୍ତକୁ ନିଜ ଲାଞ୍ଜରେ ଧରିନେଲା। ଶ୍ରୀକାନ୍ତ ଶୀଘ୍ର ନେଉଳ ହେଇଗଲା ଆଉ ନାଗୁଣୀର ଲାଞ୍ଜରୁ ବାହାରିଗଲା। ମେହେକ ଆଉ ଶ୍ରୀକାନ୍ତ ଦୁହେଁ ପୁଣି ମଣିଷ ରୂପକୁ ଆସିଗଲେ। ଦୁଷ୍ଟ ନେଉଳ, ତୁ ମୋ ବିଜୟ ଆଉ ତୋ ପରିବାରର କିଛି କରିପାରିବୁନି। ଯେପର୍ଯ୍ୟନ୍ତ ମୁଁ ବଞ୍ଚିଛି କାହାରି କିଛି ବି ହେବନି। ନାଗୁଣୀ, ତୁ ସେମିତି ଦେଖୁଥିବୁ? ତୋ ଆଖି ସାମ୍ନାରେ ହିଁ ମୁଁ ସମସ୍ତଙ୍କୁ ମାରିଦେବି। ଯେଉଁ ପ୍ରେମ ଶକ୍ତି ଉପରେ ତୁ ଏତେ ଗର୍ବ କରୁଛୁ ନା, ତୋ ନାଗ ମରିଲା ମାତ୍ରେ ହିଁ ତୋର ଗର୍ବ ଆଉ ତୁ ସବୁ ମୋ ପାଦ ତଳେ ପଡ଼ିଥିବ। ଏମିତି କେବେ ହେବନି ଆହୁଜା। ରେଖା ମେହେକ ଆଉ ଶ୍ରୀକାନ୍ତର ପଛେ ପଛେ ଯାଇ ସେଇଠି ପହଞ୍ଚି ସାରିଥିଲା ଆଉ ସେ ଦୁଇ ଜଣଙ୍କ ସବୁ କଥା ଶୁଣିନେଲା ଆଉ ଦୁହିଁଙ୍କ ପ୍ରକୃତ ରୂପକୁ ମଧ୍ୟ ଦେଖିନେଲା ଆଉ ଡରିଗଲା। ତାପରେ ରେଖା ଭୟରେ ଘରକୁ ଚାଲି ଆସିଲା। ମେହେକ ରେଖାକୁ ଦେଖି ନେଇଥିଲା। ରେଖା ଘରେ ପହଞ୍ଚି ସାରି ନିଜ ରୁମ୍ରେ ଚୁପଚାପ ବସିଗଲା। ବିଭା ରେଖା ସହିତ କଥା ହେବା ପାଇଁ ବହୁତ ଚେଷ୍ଟା କଲା, କିନ୍ତୁ ରେଖା କିଛି କହିଲାନି। ସେତିକିବେଳେ ମେହେକ ଘରକୁ ଆସିଗଲା। ଝିଅ ମେହେକ, କେଜାଣି ଆଜି ରେଖାକୁ କଣ ହେଇଛି? ଆଜି ପର୍ଯ୍ୟନ୍ତ ମୁଁ କେବେ ତାକୁ ଏତେ ଡରିବାର ଦେଖିନି। କିଛି ହେଇନଥିବ ଆଣ୍ଟି, ବାସ୍ ସିଏ ଥକି ଯାଇଥିବେ। ଏମିତି ବି ନନ୍ଦିନୀ ସହ ଯାହା ହେଲା ତାକୁ ଦେଖି ସେ ବୋଧେ ଡରି ଯାଇଥିବେ। ହଁ ବୋଧେ ସେ ନନ୍ଦିନୀ ପାଇଁ ହିଁ ଚିନ୍ତା କରୁଥିବ। ଶ୍ରୀକାନ୍ତ ମଧ୍ୟ ଘରକୁ ଫେରି ଆସିଲା ଆଉ ରେଖା ପାଖକୁ ଗଲା। ମୁଁ ଜାଣିଛି ରେଖା, ତୁ ଆଜି ମୋର ଆଉ ମେହେକର ପ୍ରକୃତ ରୂପ ଦେଖିନେଇଛୁ, କିନ୍ତୁ ମୁଁ ତୋ ପରିବାରର କିଛି କ୍ଷତି କରିବିନି। କିନ୍ତୁ ସେ ନାଗୁଣୀ ବାରମ୍ବାର ତୋ ଝିଅକୁ ମାରିବାକୁ ଚେଷ୍ଟା କରୁଛି। ଏମିତି କୁହନ୍ତୁନି ଗୁରୁଦେବ, ତୁମେ ଯେମିତି କହିବ ମୁଁ ସେମିତି କରିବି। ବାସ୍ ସେ ନାଗୁଣୀକୁ ଏ ଘରୁ ଆଉ ମୋ ଝିଅଠାରୁ ଦୂରେଇ ଦିଅ। ଏବେ ମୁଁ ତାର କୁଦୃଷ୍ଟି ମୋ ଝିଅ ଉପରେ ପଡ଼ିବାକୁ ଦେବିନି। ଠିକ୍ ଅଛି, ବାସ୍ ତୁ ମୋର ସାହାଯ୍ୟ କର। ଶ୍ରୀକାନ୍ତ ଏତିକି କହି ରେଖାର ରୁମ୍ରୁ ଚାଲିଗଲା। ପରଦିନ ରେଖା ଆଉ ଶ୍ରୀକାନ୍ତ ବିଜୟକୁ ରୁମ୍ରୁ ବାହାରକୁ ଆଣିବା ପାଇଁ ବୁଲିଯିବାର ଯୋଜନା କଲେ ଆଉ ସମସ୍ତଙ୍କ ସାମ୍ନାରେ ରେଖା କହିଲା, ଦିଦି, ମୁଁ ଭାବୁଥିଲି ଯେ ବିଜୟ ବହୁତ ଦିନରୁ ଘରୁ ବାହାରକୁ ଯାଇନି, ଆଉ ଆମେ ବି ବାହାରୁ ବୁଲି ଆସିଲେ ଟିକେ ଭଲ ହେବ। ଖୁଡ଼ି, ତୁମେ ବହୁତ ଭଲ ଭାବିଛ। ମତେ ବି ବହୁତ ଇଚ୍ଛା ଥିଲା ବୁଲିଯିବା ପାଇଁ। ଠିକ୍ ଅଛି, ଯଦି ତୁମ ସମସ୍ତଙ୍କୁ ଏଇଟା ଠିକ୍ ଲାଗୁଛି ତ ପ୍ରସ୍ତୁତି କର ବୁଲିଯିବା ପାଇଁ। ମେହେକ ପୁଣି ଥରେ ଡରିଗଲା ଆଉ ବିଜୟକୁ ବାହାରକୁ ଯିବାକୁ ମନା କଲା। ବିଜୟ, ଏବେ ତୁମ ଦେହ ଭଲ ନାହିଁ, ତୁମେ ବାହାରକୁ ଯାଅନି। ମେହେକ, ତୁମେ ବିନା କାରଣରେ ଜିଦ୍ କରୁଛ। ତୁମେ ସମସ୍ତେ ମୋ ସହିତ ଥିଲେ ମତେ କିଛି ହବନି, ଆଉ ଯଦି କିଛି ହେଲା ବି ତ ସବୁବେଳେ ଭଳି ତୁମେ ଅଛ ନା ମତେ ବଞ୍ଚେଇବା ପାଇଁ। ଆଉ ହସିବାକୁ ଲାଗିଲା। ବିଜୟ, ଏ ଥଟ୍ଟା କରିବାର ସମୟ ନୁହେଁ, ବୁଝ ମୋ କଥାକୁ। ମେହେକ, ତୁମେ ଯାଇ ପ୍ରସ୍ତୁତ ହୁଅ, କିଛି ସମୟରେ ହିଁ ବାହାରିଯିବା। ମେହେକ ବିଜୟକୁ ଅଟକେଇବାକୁ ବହୁତ ଚେଷ୍ଟା କଲା, କିନ୍ତୁ ବିଜୟ ଶୁଣିଲାନି। ଆଉ କିଛି ସମୟ ପରେ ସମସ୍ତେ ବସ୍ରେ ବୁଲିବା ପାଇଁ ବାହାରି ପଡ଼ିଲେ। ହଠାତ୍ ସାମ୍ନାରୁ ଟ୍ରକ୍ ଆସିଗଲା ଆଉ ଗାଡ଼ିଟି ପୋଲରେ ଝୁଲିକି ରହିଗଲା। ସମସ୍ତେ ଡରିଗଲେ ଆଉ ଡରିକି ଆଖି ବନ୍ଦ କରିଦେଲେ। ଶ୍ରୀକାନ୍ତ ମନେ ମନେ ମେହେକକୁ କହିଲା, ନାଗୁଣୀ, ଏବେ ନିଜ ପରିବାରକୁ କେମିତି ବଞ୍ଚେଇବୁ? ମେହେକ ସମସ୍ତଙ୍କୁ ନିଜ ଶକ୍ତି ବଳରେ ଚେତାଶୂନ୍ୟ କରିଦେଲା ଆଉ ତାପରେ ଝରକାରୁ ନାଗୁଣୀ ରୂପରେ ବାହାରିଗଲା
ଆଉ ଗୋଟିଏ ବଡ଼ ନାଗୁଣୀ ରୂପରେ ବଦଳିଗଲା। ତାପରେ ନିଜ ଲାଞ୍ଜରେ ବସ୍କୁ ଗର୍ତ୍ତ ଭିତରେ ପଡ଼ିବାରୁ ବଞ୍ଚିବାକୁ ଚେଷ୍ଟା କଲା। ମେହେକ ବସ୍କୁ ପୋଲରୁ ଟାଣିବାକୁ ଚେଷ୍ଟା କଲା ଆଉ ସେ ସଫଳ ବି ହେଇଗଲା। ତାପରେ ମେହେକ ସମସ୍ତଙ୍କୁ ଘରକୁ ନେଇକି ଆସିଗଲା। ତାପରେ ସମସ୍ତଙ୍କର ଚେତା ଫେରି ଆସିଲା। ତାପରେ ସମସ୍ତେ ମେହେକ ଆଉ ଶ୍ରୀକାନ୍ତକୁ ପଚାରିଲେ ଯେ ସେମାନେ କେମିତି ବଞ୍ଚିଲେ। ମୁଁ କିଛି ବି ଜାଣିନି, ମୁଁ ବି ଚେତା ଶୂନ୍ୟ ହେଇଯାଇଥିଲି। କେଜାଣି କେମିତି ଯେବେ ମୋ ଚେତା ଫେରିଲା ଆମେ ସମସ୍ତେ ଘରେ ଭଲ ଭାବେ ପହଞ୍ଚି ସାରିଥିଲେ ଆଉ ମୁଁ ସେତେବେଳେ ଉଠେଇବା ପାଇଁ ସମସ୍ତଙ୍କୁ ଚେଷ୍ଟା କରୁଥିଲି। ବିଭା ଶ୍ରୀକାନ୍ତକୁ ପଚାରିଲା, କ'ଣ ତୁମେ ଏ ବିଷୟରେ କିଛି ଜାଣିଛ ଶ୍ରୀକାନ୍ତ? ନା, ମତେ ବି କିଛି ଜଣା ନାହିଁ। ମତେ ଲାଗୁଛି ଆଣ୍ଟି ଏସବୁ ନାଗରାଜ କରିଛନ୍ତି। ସବୁବେଳେ ଭଳି ଏଥରକ ବି ଆମକୁ ସେ ବଞ୍ଚେଇ ନେଲେ। ସମସ୍ତେ ନାଗରାଜଙ୍କ ମୂର୍ତ୍ତି ସାମ୍ନାକୁ ଗଲେ ଆଉ ହାତ ଯୋଡ଼ିକି ପ୍ରାର୍ଥନା କରିବା ସହିତ ଧନ୍ୟବାଦ ମଧ୍ୟ ଜଣାଇଲେ। ପରଦିନ ସକାଳେ ମେହେକ ଗାଧେଇ ସାରି ମୁଣ୍ଡରେ ଟାୱେଲ ବାନ୍ଧି ବାଥରୁମ୍ ବାହାରକୁ ଆସିଲା। ତାପରେ ଟାୱେଲକୁ ହାତରେ ଧରି ଚୁଟିକୁ ଝାଡ଼ି ଶୁଖଉଥିଲା। ସେତିକିବେଳେ ବିଜୟ ପଛରୁ ଆସିଗଲା ଆଉ କିଛି ପାଣିର ଛିଟା ବିଜୟ ଉପରେ ପଡ଼ିଗଲା। ସେ ହସିକି କହିଲା, ମେହେକ ଏ ମୋତେ ଛୁଇଁକି କିଛି କହିବାକୁ ଚାହୁଁଛନ୍ତି। ତୁମକୁ ଦେଖିକି ଏମିତି ଲାଗୁଛି ବାସ୍ ତୁମକୁ ଏମିତି ହିଁ ଦେଖୁଥିବି। ଆଚ୍ଛା, ଏମିତି ହିଁ ଯଦି ଦେଖୁଥିବ ତ ତୁମେ ମୁଗ୍ଧ ହେଇଯିବ। ଏଇ ସୌନ୍ଦର୍ଯ୍ୟକୁ ଦେଖି କେହି ବି ମୁଗ୍ଧ ହେଇଯିବ। ମେହେକ ଲାଜେଇଗଲା ଆଉ ନିଜ ଆଖିକୁ ତଳକୁ କରିନେଲା ଆଉ ଯେମିତି ଆଗକୁ ବଢ଼ିଲା ତା ପାଦ ପାଣିରେ ଖସିଗଲା। ମେହେକ ପଡ଼ିବାକୁ ଯାଉ ହିଁ ଥିଲା କି ସେତିକିବେଳେ ବିଜୟ ମେହେକକୁ ଧରିନେଲା। ଏତେ ସହଜରେ ମୁଁ ତୁମକୁ ପଡ଼ିବାକୁ ଦେବିନି, କେବେ ଯାଏଁ? ଯେ ପର୍ଯ୍ୟନ୍ତ ମୁଁ ବଞ୍ଚିଛି। ମେହେକ ସମ୍ଭାଳି ହେଇସାରି କହିଲା, ବିଜୟ, କେବେ କାହାକୁ ଦେଖି ତୁମର ହୃଦୟର ସ୍ପନ୍ଦନ ବଢିଛି, ନିଜର ମନ ହଜି ଯାଇଛି, ବାସ୍ ଖାଲି ତାର ହେଇଯିବା ପାଇଁ ଇଚ୍ଛା ହେଇଛି ଆଉ ତାକୁ ନିଜର କରିନେବାର ଇଚ୍ଛା ହେଇଛି କି? ହଁ, ମୋ ସହିତ ସବୁବେଳେ ଏମିତି ହୁଏ କାହାକୁ ଦେଖିକି। ମେହେକ ରାଗରେ ପଚାରିଲା, କାହାକୁ ଦେଖିକି? କିଏ ସେ? ବିଜୟ ମେହେକକୁ ଧରି ନିଜ ପାଖକୁ ଟାଣିନେଲା। ସବୁବେଳେ ଉତ୍ତର ଦେବା ଜରୁରୀ ନୁହେଁ, କିଛି ପ୍ରଶ୍ନର ଉତ୍ତର ଆଖିରୁ ହିଁ ଖୋଜିବାକୁ ପଡ଼ିଥାଏ ମ୍ୟାଡାମ। ମତେ ତ ଏ ଆଖିରେ ଖାଲି ମୁଁ ହିଁ ଦେଖାଯାଉଛି। ଏବେ ତ ଖାଲି ମୋ ଆଖି ଦେଖିଛ ତୁମେ। କେବେ ତୁମ ପାଖରେ ଥିଲାବେଳେ ମୋର ହୃଦସ୍ପନ୍ଦନ କେତେ ବଢ଼ିଯାଏ ସେଇଟା ଶୁଣିବ। କେତେ ମିଛ କହୁଛ ତମେ। ଏମିତି ଆଜି ତୁମକୁ କଣ ହେଇଯାଇଛି? ଏମିତି କେମିତି କଥା କହୁଛ? ବିଜୟ କିଛି କହିଲାନି ଆଉ ମେହେକକୁ କୁଣ୍ଢେଇ ପକେଇଲା ଆଉ କହିଲା, ମେହେକ, ମୋ ମନ ହେଉଛି ଯେମିତି ଏ କ୍ଷଣକୁ ମୁଁ ଯିବାକୁ ଦେବିନି। ତ ରଖିନିଅ ଏଇ କ୍ଷଣକୁ ବିଜୟ, ବହୁତ ଶାନ୍ତି ଅଛି ଏଇ କ୍ଷଣରେ। ଏତିକିରେ ମେହେକର ଆଖିରୁ ଲୁହ ବାହାରି ପଡ଼ିଲା। ମେହେକ, ତୁମର ଲୁହଭରା ଆଖି ମୋତେ ବହୁତ ପ୍ରଶ୍ନ କରୁଛି। ଏଇ ପ୍ରଶ୍ନର ଉତ୍ତର ମଧ୍ୟ ଏଇ ଆଖିରେ ହିଁ ଅଛି। ବିଜୟ ମେହେକର ଆଖିକୁ ଦେଖିଲା। କେତେ ଗଭୀର, କେତେ ଶାନ୍ତି ଅଛି ଏଇ ଆଖିରେ। ଏ ଆଖି ନୁହେଁ ସ୍ୱର୍ଗ। ଏଇ ଆଖିରେ ମତେ ଖାଲି ମୁଁ ହିଁ ଦେଖାଯାଉଛି ଆଉ ମତେ ମୋ ଦୁନିଆ ଦେଖାଯାଉଛି। ବିଜୟ ମେହେକକୁ ପୁଣି କୁଣ୍ଢେଇ ପକେଇଲା ଆଉ କହିଲା, ବିଜୟ, ମୋ ଦୁନିଆ, ମୋ ସବୁ କିଛି ତୁମେ ହିଁ। ତୁମଠୁ ଆରମ୍ଭ ହେଇ ମୁଁ ତୁମ ପାଖରେ ହିଁ ସରିଯାଏ। ମେହେକ, ମୁଁ ଜାଣିନି କେମିତି, କିନ୍ତୁ କିଛି ଦିନରେ ତୁମେ ଯାହା ମୋର ଆଉ ମୋ ପରିବାର ପାଇଁ କଲ, ମୁଁ ତୁମର ହେବା ପାଇଁ ନିଜକୁ ଜମା ବି ଅଟକେଇ ପାରିଲିନି। ଏବେ ତୁମ ପାଇଁ ମୁଁ କିଛି ବି କରିବାକୁ ଚାହୁଁଛି। ଇଏ କିଛି ଦିନର ନୁହେଁ, ଜନ୍ମ ଜନ୍ମାନ୍ତରର ପ୍ରେମ। ମେହେକ ବିଜୟଠାରୁ ଦୂରକୁ ଯାଇ କହିଲା, ଆଜି ହିଁ ସବୁ ଭଲ ପାଇବା ଦେଖେଇଦବ ବିଜୟ। କେହି ଆସିଯିବେ। କିନ୍ତୁ ମୋତେ ବହୁତ କିଛି କହିବାର ଅଛି ତୁମକୁ, ବହୁତ କିଛି ଶୁଣିବାର ଅଛି, ଶୁଣେଇବାର ଅଛି। ତୁମେ ତ ଏମିତି କହୁଛ ଯେମିତି ଅନେକ ବର୍ଷର ଅଭିଯୋଗ ଶୁଣେଇବ ମତେ। ହଁ, କିଛି ଏମିତି ହିଁ ଭାବିନିଅ। ମେହେକ, ରାତିରେ ମୁଁ ତୁମର ଅପେକ୍ଷା କରିବି ମନ୍ଦିର ପାଖରେ। ମେହେକ ହସିକି କହିଲା, ଯଦି ମୁଁ ଆସିଲିନି ତ? ଏମିତି ହେଇ ହିଁ ପାରିବନି। ତୁମ ଆଖିରେ ମୋ ପାଇଁ ପ୍ରେମ ଅଛି। ତୁମେ ନିଶ୍ଚୟ ଆସିବ ମ୍ୟାଡାମ, ବିଶ୍ୱାସ ଅଛି। ସେତିକିବେଳେ ସେଠିକି କାହାରି ଆସିବାର ଶବ୍ଦ ଶୁଣାଗଲା। ମେହେକ ଦିଦି, ଟିକେ ଏଠିକି ଆସିଲ। ମେହେକ ନନ୍ଦିନୀ ପାଖକୁ ଗଲା ଆଉ କହିଲା, କଥା କଣ ନନ୍ଦିନୀ, ଆଜି ତୁ ବହୁତ ଖୁସି ଦେଖାଯାଉଛୁ। ହଁ ହଁ, ଆଜି ମୋର ରିଜଲ୍ଟ ଆସିଛି ଆଉ ମୁଁ ବହୁତ ଭଲ ମାର୍କରେ ପାସ୍ ହେଇଛି। ଇଏ ତ ବହୁତ ଭଲ କଥା। ଏମିତି ମନ ଦେଇ ପାଠ ପଢ। ଦିଦି, କେଜାଣି କାହିଁକି ମା ସବୁବେଳେ ମତେ ତୁମଠାରୁ ଦୂରରେ ରହିବାକୁ କହୁଥାଏ। ତୁମେ ଏତେ ଭଲ, ତଥାପି ଆମେ ସମସ୍ତଙ୍କୁ ଭଲ ଲାଗିବା ଏଇଟା ତ ଜରୁରୀ ନୁହେଁ। ନନ୍ଦିନୀ, ଖୁଡି ତତେ କଣ କହିଛନ୍ତି? ମା କହିଲା କି ମୁଁ ତୁମଠୁ ଦୂରେଇ ରହିବି ବୋଲି। ତୁମେ ଭଲ ନୁହେଁ, ମୋର କ୍ଷତି କରିଦେବ ତୁମେ। ମୁଁ ଭଲ ନୁହେଁ
କିନ୍ତୁ କାହିଁକି? ଏବେ ଏଇଟା ତ ମା ଜାଣିଥିବ ଆଉ ତାର ସେ ସମ୍ବନ୍ଧୀ ସେ ଶ୍ରୀକାନ୍ତ। ହଁ, ଆଉ କିଏ ହେବ? କାଇଁ, ସେ ବି ତତେ କିଛି କହିଲା କି? ହଁ, ସେ କହୁଥିଲେ ଯେପର୍ଯ୍ୟନ୍ତ ମେହେକେ ଘରେ ଅଛି ତାଙ୍କର କିଛି ବି କାମ ଠିକରେ ହବନି। ଆଉ ଦିଦି, ମୁଁ ତ ଏଇଟା ବି ଶୁଣିଲି ଯେ ସେ ତୁମକୁ ଏଠୁ କାଢିବା ପାଇଁ କିଛି ଯୋଜନା କରିବେ। କି ଯୋଜନା? ସେଇଟା ତ ମୁଁ ଜାଣିନି, କିନ୍ତୁ ଦିଦି ତମେ ଯିବନି। ଠିକ ଅଛି ନନ୍ଦିନୀ, ମୁଁ ସବୁବେଳେ ତୋ ସହ ରହିବି। ସେତିକିବେଳେ ରେଖାର ପାଟି କରିବାର ଶବ୍ଦ ଶୁଣାଗଲା। କେହି ତ ମୋ ସାହାଯ୍ୟ କର, ବିଭା ଦିଦିଙ୍କୁ ସାପ କାମୁଡି ଦେଇଛି। ମେହେକ ନିଜ ଆଖି ବନ୍ଦ କଲା ଆଉ ନିଜ ଦିବ୍ୟ ଦୃଷ୍ଟିରେ ଦେଖିଲା ଯେ ଆହୁଜା ସାପ ହେଇ ବିଭାକୁ କାମୁଡି ଦେଇଛି। ଏଇଆ ଶୁଣି ବିଜୟ ଦୌଡ଼ିକି ବିଭା ପାଖକୁ ଗଲା ଆଉ ପଚାରିଲା, ଆରେ କୁଆଡ଼େ ଗଲା ସେ ସାପ? ରେଖା ଗୋଟିଏ ଆଡ଼କୁ ସଂକେତ କଲା ଆଉ କହିଲା, ସେଇ ଆଡକୁ। ହେ ଭଗବାନ, ଏବେ କ'ଣ ହବ? କେହି ଡକ୍ଟରଙ୍କୁ ନେଇକି ଆସ। ସେହି ପର୍ଯ୍ୟନ୍ତ ମେହେକ ମଧ୍ୟ ନନ୍ଦିନୀ ସହିତ ସେଠାରେ ପହଞ୍ଚିଗଲା। ବିଜୟ, ୟାଙ୍କୁ ଉଠେଇ ନାଗରାଜଙ୍କ ମୂର୍ତ୍ତି ପାଖକୁ ନେଇ ଚାଲ, ସେ ୟାଙ୍କୁ ଠିକ କରିଦେବେ। ମେହେକ ସେ ପର୍ଯ୍ୟନ୍ତ ଘରର ଅଗଣାରେ ନିଜ ଶକ୍ତି ସାହାଯ୍ୟରେ ଗୋଟିଏ ସାପ ପ୍ରକଟ କରେଇଲା ଯେ ସାପୁଆ କେଳା ହେଇଗଲା। ସୁନ୍ଦର ବିନ୍ର ଶବ୍ଦ ଶୁଣି ବାହାରକୁ ଆସିଲା ଆଉ କହିଲା, ଭାଇ, ତୁମେ ଠିକ ସମୟରେ ଆସିଛ। ମୋ ଭାଉଜଙ୍କୁ ଏବେ ସାପ କାମୁଡି ଦେଇଛି। ଭାଇ, ଦୟାକରି ଆମର ସାହାଯ୍ୟ କର। ଦେଖନ୍ତୁ, ମୁଁ ତୁମ ଘରକୁ ଆସିପାରିବିନି, କିନ୍ତୁ ଯାହାକୁ ସାପ କାମୁଡ଼ିଛି ତାକୁ ତୁମେ ଉଠେଇକି ଅଗଣାକୁ ନେଇକି ଆସ। ବିଜୟ ଆଉ ସୁନ୍ଦର ବିଭାକୁ ଉଠେଇ ଅଗଣାକୁ ନେଇକି ଆସିଲେ। ସାପୁଆ କେଳା ଜାଣିଥିଲା ଯେ ସେ ଯଦି ବିନ୍ ବଜେଇବ ତ ମେହେକକୁ କଷ୍ଟ ହବ ଆଉ ସେ ନିଜକୁ ସମ୍ଭାଳି ପାରିବନି ଆଉ ନାଗୁଣୀ ରୂପକୁ ମଧ୍ୟ ନେଇପାରିବ। ସେଥିପାଇଁ ସେ ମେହେକକୁ କହିଲା, ଝିଅ, ତୁ ପାଖ ମନ୍ଦିରରୁ କିଛି ଭାଙ୍ଗର ପତ୍ର ନେଇଆ। ସେ ପର୍ଯ୍ୟନ୍ତ ମୁଁ ୟାଙ୍କ ଚିକିତ୍ସା କରୁଛି। ମେହେକ ମନ୍ଦିର ଆଡ଼କୁ ଚାଲିଗଲା ଆଉ ଆହୁଜା ମଣିଷ ରୂପ ନେବାକୁ ଯାଉ ହିଁ ଥିଲା କି ସାପୁଆ କେଳା ବିନ୍ ବଜେଇବା ଆରମ୍ଭ କରିଦେଲା। ତାର ଶକ୍ତି କାରଣରୁ ଆହୁଜା ମଣିଷ ରୂପ ନେଇ ପାରିଲାନି ଆଉ ସାପ ରୂପରେ ହିଁ ଘାସ ବୁଦା ମଝିରେ ଯାଇ ଲୁଚିଗଲା। ଇଏ କ'ଣ ହଉଛି? ମୁଁ ମଣିଷ ରୂପ କାହିଁକି ନେଇ ପାରୁନି? ଯଦି ମୁଁ ଏମିତି ସାପ ରୂପରେ ରହିଲି ତ କେଳା ମତେ ଧରି ସେଇ ବିଷକୁ ପୁଣି ମୋତେ ହିଁ ପିଏଇଦବ। ସାପୁଆ କେଳା ବିନ୍ ବଜେଇଲା। ଆହୁଜା ନିଜକୁ ଅଟକେଇବାକୁ ବହୁତ ଚେଷ୍ଟା କଲା, କିନ୍ତୁ ବିନ୍ର ଧୁନ୍ ପାଇଁ ସେ ନିଜକୁ ଆଉ ସମ୍ଭାଳି ପାରିଲାନି। ତାପରେ ତାକୁ ସେଇ ଘାସ ବୁଦାରୁ ବାହାରିବାକୁ ହିଁ ପଡ଼ିଲା। ବିଜୟ ଆହୁଜାକୁ ସାପ ରୂପରେ ଦେଖି, କ'ଣ ଏଇଟା ସେଇ ସାପ ଯିଏ ମାଙ୍କୁ କାମୁଡ଼ିଥିଲା? ହଁ, ମତେ ସେଇଆ ଲାଗୁଛି। ସାପ ବାଧ୍ୟ ହେଇ ଧୀରେ ଧୀରେ ବିଭା ପାଖକୁ ଗଲା ଆଉ ବିଷକୁ ବାହାର କଲା ଆଉ ତାପରେ ସେଠାରୁ ଚାଲିଗଲା। ଏବେ ମୁଁ ଯାଉଛି। ଯେବେ ସେ ଝିଅ ପତ୍ର ନେଇ ଆସିବ, ଯେଉଁ ଜାଗାରେ ସାପ କାମୁଡ଼ିଥିଲା ସେଇଠି ଲଗେଇଦବ। ସାପୁଆ କେଳା ଚାଲିଗଲା। ପୁଣି କିଛି ସମୟ ପରେ ବିଭାକୁ ଧୀରେ ଧୀରେ ଚେତା ଫେରିବାକୁ ଲାଗିଲା ଆଉ ମେହେକ ମଧ୍ୟ ମନ୍ଦିରରୁ ଫେରି ଆସିଲା। ବିଜୟ, ନିଅ, ମୁଁ ଭାଙ୍ଗପତ୍ର ନେଇ ଆସିଲି। ଠିକ୍ ଅଛି, ୟାକୁ ବାଟିଦବ ଆଉ ମାଙ୍କୁ ଲଗେଇଦବ। ଏତିକିରେ ବିଭାକୁ ଭଲ ଭାବରେ ଚେତା ଫେରି ଆସିଲା। ତୁମେ ଠିକ୍ ଅଛ ନା ମା? ସେ ସାପ ହଠାତ୍ କେଉଁଠୁ ଆସିଗଲା? ମୁଁ କିଛି ବି ଜାଣିନି। ହଠାତ୍ ସେ ସାପ ଘରକୁ ଆସିଗଲା ଆଉ ମତେ କାମୁଡି ଦେଲା। କିଛି କଥା ନାହିଁ ମା, ତୁମେ ଠିକ୍ ଅଛ। ଯାହା ହଉ, ଭଲ ହେଲା, ସାପୁଆ କେଳା ଠିକ୍ ସମୟରେ ଆସିଗଲା। କୋଉ ସାପୁଆ କେଳା? ବଡ଼ ମା, ତୁମେ ଅଚେତ ହେଲା ପରେ ଗୋଟିଏ ସାପୁଆ କେଳା ଆସିଥିଲା, ସେ ହିଁ ତୁମ ଜୀବନ ବଞ୍ଚେଇଲା। ଏସବୁ କେବଳ ନାଗରାଜଙ୍କ କୃପା। ଇଏ ନାଗରାଜଙ୍କ କୃପା ନୁହେଁ। ଯେବେଠୁ ଏ ମୂର୍ତ୍ତି ଏ ଘରକୁ ଆସିଛି ସେବେଠୁ ଏସବୁ ହଉଛି। ବିଷକୁ ପୁଣି ଥରେ ଶୋଷିବା ଦ୍ୱାରା ଆହୁଜାର ଅବସ୍ଥା ଖରାପ ହେଇଯାଇଥିଲା। ସେ ମଣିଷ ରୂପରେ ଆସି ଜଙ୍ଗଲରେ ହିଁ ଛଟପଟ ହେଉଥିଲା। ରକ୍ଷା କର ଗୁରୁଦେବ। ମେହେକ ନାଗ ରୂପ ନେଇ ଆହୁଜା ପାଖକୁ ଗଲା ଆଉ କହିଲା, ଦେଖିଲୁ ଆହୁଜା, ଭୁଲ କରିବାର ପରିଣାମ ଯିଏ ଅନ୍ୟମାନଙ୍କ ମନ୍ଦ କରେ ତାର ବି ଖରାପ ହୁଏ। ନାଗୁଣୀ, ତୁ ବେଶୀ ଖୁସି ହନି। ଏବେ ତୁ ମୋ ଶକ୍ତିକୁ ଭଲ ଭାବେ ଚିହ୍ନିନୁ। ମୁଁ ଏତେ ଶୀଘ୍ର ପରାଜୟ ସ୍ୱୀକାର କରିବିନି। ମେହେକ ସେଠାରୁ ଚାଲିଗଲା ଆଉ ଆହୁଜାର ବିଳାପ କାଳଗୁରୁ ପାଖରେ ପହଞ୍ଚିଗଲା ଆଉ କାଳଗୁରୁ ସବୁ ଘଟଣା ଜାଣିଗଲେ। ତାପରେ କାଳଗୁରୁ ମନ୍ତ୍ର ଦ୍ୱାରା ବିଷର ପ୍ରଭାବକୁ ନଷ୍ଟ କରିଦେଲେ। ମୋର ରକ୍ଷା ପାଇଁ ଧନ୍ୟବାଦ ଗୁରୁଦେବ। ଆହୁଜା ଭାବିଲା ଯେ ଏବେ କୌଣସି ନୂଆ ଯୋଜନା ଭାବିବାକୁ ହବ। ନାଗୁଣୀ, ଏଥରକ ତୋ ନାଗ ଆଉ ତୋର ବଞ୍ଚିବା ବହୁତ କଷ୍ଟ। ବିଜୟ ମେହେକ ପାଇଁ ମନ୍ଦିରରେ ଅପେକ୍ଷା କରୁଥିଲା ଆଉ ମେହେକ କିଛି ସମୟରେ ମନ୍ଦିରରେ ପହଞ୍ଚିଗଲା। ମେହେକ, ତୁମେ କୋଉଠି ରହିଯାଇଥିଲ? ତୁମକୁ କେତେବେଳୁ ଅପେକ୍ଷା କରୁଛି। ମୁଁ ଘରୁ ବାହାରୁ ହିଁ ଥିଲି କି ହଠାତ୍ କିଛି କାମ ପଡ଼ିଗଲା। ବାସ୍ ତାକୁ କରୁ କରୁ ସମୟ ଲାଗିଗଲା। ଡେରିରେ ଆସିଲି, କିନ୍ତୁ ଆସିଲି ନା ବିଜୟ? ଆଉ ହସିବାକୁ ଲାଗିଲା। ଆଚ୍ଛା, ଯଦି ଅପେକ୍ଷା କରୁ କରୁ
ମୁଁ ମରି ଯାଇଥାନ୍ତି ତ। ମେହେକ ବିଜୟକୁ କୁଣ୍ଢେଇ ପକେଇଲା। କେମିତି କଥା କହୁଛ ତୁମେ? ଏମିତି କେବେ ବି ହବନି। ମୁଁ ଥିବା ଯାଏ ତୁମର କିଛି ଖରାପ ହେବନି। ଏତିକି ଟିକେ କଥାରେ ଏତେ ଡରିଗଲ? ତୁମ ପାଇଁ ଏତିକି କଥା, କିନ୍ତୁ ମୋ ପାଇଁ ଏ ବହୁତ ବଡ଼। ତୁମ ବିନା ତ ମୁଁ ମୋ ଜୀବନର ଗୋଟିଏ ବି କ୍ଷଣ ରହିପାରିବିନି। ଏତେ ଶୀଘ୍ର ଏତେ ପ୍ରେମ କେମିତି ହେଇଗଲା ମେହେକ? ଇଏ କିଛି କ୍ଷଣର ପ୍ରେମ ନୁହେଁ ବିଜୟ, ଇଏ ଜନ୍ମ ଜନ୍ମାନ୍ତରର ପ୍ରେମ। ମୁଁ ପ୍ରତିଟି ଜନ୍ମରେ କେବଳ ତୁମର ହେବାକୁ ଚାହେଁ, ତୁମକୁ ନିଜର କରିବାକୁ ଚାହେଁ। ଏମିତି ବି ମେହେକ, ତୁମର କଥା ବହୁତ ମିଠା। ମୁଁ ତ ଖାଲି ତୁମକୁ ଭଲ ପାଏ, କଥା ତ ମନରୁ ହିଁ ଆସିଯାଏ। ଆଉ ତୁମ ହୃଦୟ ଆଉ କ'ଣ କ'ଣ କହେ? ମୋ ମନ କୁହେ ହସିକି ପୁଣି ଥରେ ସେଇଆ ହିଁ କହିଲା। ମୋ ମନ କୁହେ ଯେ ବିଜୟ ପାଗଳ ହଁ, ବିଜୟ ମେହେକର ପ୍ରେମରେ ପାଗଳ। ଆଚ୍ଛା, ଏମିତି ବି ବହୁତ ଡେରି ହେଇଗଲାଣି। ଏବେ ଆମକୁ ଘରକୁ ଯିବା କଥା। ଠିକ୍ ଅଛି, ତୁମେ ଯାଅ। ସାଙ୍ଗମାନଙ୍କ ସହିତ ମୋର କିଛି କାମ ଅଛି। ବାସ୍ କିଛି ସମୟରେ ମୁଁ ଆସୁଛି, ତୁମେ ଆରାମରେ ଯିବ। ମେହେକ ଘର ଆଡ଼କୁ ବାହାରି ପଡ଼ିଲା। ଆଉ କିଛି ସମୟ ପରେ ତାକୁ ଗୋଟିଏ ଶବ୍ଦ ଶୁଣାଗଲା, ଯିଏ କହୁଥିଲା, ଓହୋ, ଏବେ କଥା ଏତେ ଆଗକୁ ବଢ଼ିଗଲାଣି ଯେ ଏକା ଏକା ଭେଟିଲେଣି। ହଁ, ମେହେକ ପଛକୁ ବୁଲିକି ଦେଖିଲା। ଆହୁଜା, ତୁ ମୋ ପଛରେ ଆସିବାର ତତେ କିଛି ଦରକାର ନାହିଁ। ଦରକାର ଅଛି ନାଗୁଣୀ, ଦରକାର ଅଛି। ଏମିତି ଆମେ ଶତ୍ରୁତାରେ ପରସ୍ପର ବିଷୟରେ ଜାଣିବା କଥା। ଆଉ ହସିବାକୁ ଲାଗିଲା। ତୁ ମୋ ପଛରେ ଆସିଲେ କିଛି ଠିକ୍ ହେବନି, ତତେ ମରିବାକୁ ବି ପଡ଼ିପାରେ। କିଏ କାହା ହାତରୁ ମରିବ ଏଇଟା ତ ସମୟ କହିବ। ଏତିକି ତ ନିଶ୍ଚୟ ଯେ ନାଗୁଣୀ, ମୁଁ ତତେ ମାରିବିନି, କିନ୍ତୁ ତୁ ଛଟପଟ ହେଉଥିବୁ ଜୀବନ ସାରା ନିଜ ନାଗର ବିଚ୍ଛେଦରେ। ମୃତ୍ୟୁଠାରୁ ବି ଖରାପ ଜୀବନ ଥିବ ତୋର। ରାଗରେ ଯଦି ବିଜୟ ଆଡ଼କୁ ଦୃଷ୍ଟି ପକେଇବାକୁ ଚେଷ୍ଟା ବି କଲୁ ତ ମୁଁ ତ ଆଖି ଫୁଟେଇ ଦେବି। ମୁଁ କାହିଁକି ତା ଉପରେ ଆଖି ପକେଇବି? ସେଇ ସାଧାରଣ ନାଗ ପାଇଁ ମୁଁ ମୋର ସମୟ ନଷ୍ଟ କାହିଁକି କରିବି? କିନ୍ତୁ ସେ ଏବେ ଆଉ କାହାକୁ ଦେଖିବ, ଆଉ ତତେ ସବୁଦିନ ପାଇଁ ଭୁଲିଯିବ। ତୁ ଦେଖୁଥା ନାଗୁଣୀ, ମୁଁ କ'ଣ କରୁଛି। ମେହେକ ଯିବାକୁ ବାହାରିଲା, କିନ୍ତୁ ଆହୁଜା ତା ସାମ୍ନାରେ ଛିଡ଼ା ହେଇଗଲା। ତାପରେ ମେହେକ ରାଗରେ କହିଲା, ଦୁଷ୍ଟ, ମୋ ରାସ୍ତାରୁ ଘୁଞ୍ଚି ଯା। ଆହୁଜା ଘୁଞ୍ଚିଗଲା ଆଉ ହସି ହସି କହିଲା, ଯା ନାଗୁଣୀ, ଶୀଘ୍ର ଯା, ବଞ୍ଚେନେ ନିଜ ନାଗକୁ। ମେହେକ ଶୀଘ୍ର ଯାଇ ଘରେ ପହଞ୍ଚିଗଲା। ଆଉ କିଛି ସମୟ ପରେ ବିଜୟ ବି ଘରେ ପହଞ୍ଚିଗଲା। ତାପରେ ସମସ୍ତେ ନିଜ ନିଜ ରୁମ୍କୁ ଶୋଇବାକୁ ଚାଲିଗଲେ। ରାତିରେ ବିଜୟ ଗୋଟିଏ ସ୍ୱପ୍ନ ଦେଖିଲା। ବିଜୟ ଗୋଟିଏ ନାଗ ହୋଇସାରିଛି, ଆଉ ସିଏ ଭୂଇଁରେ ଚାଲୁଛି। କିଛି ସମୟ ପରେ ଗୋଟିଏ ନାଗୁଣୀ ତା ପାଖକୁ ଆସିଲା, ଆଉ ହଠାତ୍ ସେ ଗୋଟିଏ ଝିଅ ରୂପରେ ବଦଳିଗଲା। ତୁମେ କିଏ? ମୁଁ ନାଗ କେମିତି ହେଲି? ଏସବୁ କ'ଣ ହଉଛି? ନାଗେଶ, ତୁ ଗୋଟେ ଇଚ୍ଛାଧାରୀ ନାଗ। ବାସ୍, ନିଜ ଶକ୍ତିକୁ ଭୁଲି ଯାଇଛୁ। ଯଦି ତୁ ଚେଷ୍ଟା କରିବୁ ତାହେଲେ ତତେ ସବୁ କିଛି ମନେ ପଡ଼ିଯିବ। ବିଜୟ ନିଜର ରୂପ ବଦଳାଇବାକୁ ଚେଷ୍ଟା କଲା, ଆଉ ସେ ନାଗେଶ ରୂପରେ ବଦଳିଗଲା। ନାଗେଶ ରୂପକୁ ଆସିଲା ମାତ୍ରେ ହିଁ ବିଜୟର ଭୟ କାରଣରୁ ନିଦ ଭାଙ୍ଗିଗଲା। ବିଜୟ ଉଠିକି କହିଲା, ଇଏ କେମିତିକା ସ୍ୱପ୍ନ ଥିଲା? ମୁଁ ଗୋଟିଏ ନାଗ? ଆରେ ନା ନା, ଇଏ ତ ଖାଲି ଗୋଟିଏ ସ୍ୱପ୍ନ ହିଁ ଥିଲା। ଆଉ ବିଜୟ ପୁଣି ଥରେ ଶୋଇପଡ଼ିଲା। ପରଦିନ ସକାଳେ ମେହେକ ବସିଥିଲା। ବିଜୟ ମଧ୍ୟ ତା ପାଖରେ ଆସି ବସିଗଲା ଆଉ କହିଲା, କେମିତି ଅଛ ମେହେକ? ମୁଁ ତ ପୁରା ଠିକ୍ ଅଛି, ତୁମେ କୁହ। କ'ଣ କହିବି ମେହେକ, କାଲି ରାତିରେ ଗୋଟିଏ ବିଚିତ୍ର ସ୍ୱପ୍ନ ଦେଖିଲି ମୁଁ। ବିଚିତ୍ର କେମିତି? ଏମିତି କ'ଣ ଦେଖିନେଲ? ମୁଁ ଦେଖିଲି ମୁଁ ଗୋଟିଏ ଇଚ୍ଛାଧାରୀ ନାଗ, ଆଉ ମୋ ସାମ୍ନାରେ ଗୋଟିଏ ଇଚ୍ଛାଧାରୀ ନାଗୁଣୀ ବି ଥିଲା। ମେହେକ ଭାବିବାକୁ ଲାଗିଲା ଆଉ କହିଲା, କ'ଣ ସତରେ ବିଜୟ, ତୁମେ ଏମିତି ସ୍ୱପ୍ନ ଦେଖିଲ? କାହିଁ, ତୁମକୁ କ'ଣ ଲାଗୁଛି ମୁଁ ତୁମକୁ ମିଛ କହୁଛି? ଏମିତି ସେ ଝିଅ କ'ଣ ନା କହିଥିଲା? ହଁ, ମନେ ପଡ଼ିଲା, ନାଗେଶ। ସେ କହିଲା ଏଇଟା ମୋ ଅସଲ ନା, ଆଉ ନାଗ ରୂପ ହିଁ ମୋର ଅସଲ ଅସ୍ତିତ୍ୱ। ମେହେକ କିଛି ବୁଝିପାରୁନଥିଲା ଯେ ଏସବୁ ବିଜୟ ସହିତ କ'ଣ ହେଉଛି। ସେଇଥିପାଇଁ ସେ ଏକୁଟିଆ ଯାଇ କିଛି ଦିବ୍ୟ ତରଙ୍ଗ ନାଗରାଜଙ୍କ ପାଖକୁ ପଠେଇଲା, ଆଉ ତା ସାହାଯ୍ୟରେ ନାଗରାଜଙ୍କ ସହିତ କଥା ହେଲା। ନାଗରାଜ,
ମୁଁ କିଛି ବୁଝିପାରୁନି ଯେ ଏସବୁ ବିଜୟ ସହିତ କ'ଣ ହେଉଛି। ହଠାତ୍ ତାକୁ ପୂର୍ବଜନ୍ମର କଥା କାହିଁକି ମନେ ପଡ଼ୁଛି। ନର୍ଗିସ୍, ଏବେ ତୋର ଆଉ ନାଗେଶର ମିଳନର ସମୟ ବହୁତ ନିକଟତର। ସେଇଥିପାଇଁ ବିଜୟକୁ ନାଗେଶ ଆଉ ନର୍ଗିସ୍ ବିଷୟରେ ସବୁ ମନେ ପଡ଼ିବା ଆରମ୍ଭ ହେଇଗଲାଣି। କିଛି ସମୟରେ ସେ ତୋର ନାଗୁଣୀ ରୂପର ସତ୍ୟତା ଜାଣିଯିବ। ନାଗରାଜ, ବିଜୟ ମୁଁ ନାଗୁଣୀ ହେବାର ସତ୍ୟତା ଜାଣିଲା ପରେ ମଧ୍ୟ ସେ କ'ଣ ମୋତେ ଏମିତି ଭଲ ପାଇବ? ପ୍ରେମ ବନ୍ଧନ ଗୋଟିଏ ଅତୁଟ ବନ୍ଧନ ନର୍ଗିସ୍, ୟାକୁ କେହି ଭାଙ୍ଗି ପାରିବେନି, ନିଜେ ନାଗେଶ ମଧ୍ୟ ନୁହେଁ। ଏମିତି ନର୍ଗିସ୍, ମୁଁ ସର୍ବଦା ତୋ ସହିତ ଅଛି, କିନ୍ତୁ ତତେ ଏବେ ଆହୁରି ସତର୍କ ରହିବାକୁ ହେବ। ଆଉ ଯା କିଛି ନୂଆ ଯୋଜନା କରୁଛି। ଆଜ୍ଞା ନାଗରାଜ। ମେହେକ ଏତିକି କହି ସେଠାରୁ ଚାଲିଗଲା। ଅନ୍ୟପଟେ ବିଜୟ ଏମିତି ଏକୁଟିଆ ବସିକି ହସୁଥିଲା। ବିଭା ଏସବୁ ଦେଖିନେଲା। ପୁଅ ବିଜୟ, କ'ଣ ଭାବୁଛୁ? ଆଜିକାଲି ତୁ ବହୁତ ଖୁସି ଦେଖାଯାଉଛୁ। କିଛି ନାହିଁ ମା, ବାସ୍ ଏମିତି। ମା, ତୁମକୁ ମେହେକ କେମିତି ଲାଗେ? ମେହେକ, ସେ ତ ଗୋଟେ ବହୁତ ଭଲ ଝିଅ, ବହୁତ ସୁନ୍ଦର ଆଉ ଗୁଣବନ୍ତୀ। ଆଚ୍ଛା, ତୁ ହଠାତ୍ ତା ବିଷୟରେ ଏମିତି କାହିଁ ପଚାରୁଛୁ? କିଛି ନୁହେଁ ମା, ବାସ୍ ଏମିତି। ଆଉ ବିଜୟ ଲାଜେଇବାକୁ ଲାଗିଲା। ବିଭାକୁ ମଧ୍ୟ ନିଜ ପୁଅର ମନରେ ଥିବା ପ୍ରେମ ଭାବନା ବିଷୟରେ ଜଣାପଡ଼ିଯାଇଥିଲା। ମୁଁ ଭାବୁଥିଲି କି ଯଦି ତୋର କିଛି ଆପତ୍ତି ନାହିଁ ତ ତୋ ବାହାଘର ମେହେକ ସହ କରିଦେବି। କ'ଣ ସତରେ ମା? ତାପରେ ନିଜ ଭାବନାକୁ ସମ୍ଭାଳି ବିଜୟ ମନା କରିଦେଲା। ନା ନା ମା, ଏମିତି କିଛି କଥା ନାହିଁ। ଏ ବାହାଘର ଏବେ ନୁହେଁ। ଠିକ୍ ଅଛି, ତାହେଲେ ମୁଁ ମେହେକ ପାଇଁ ଅନ୍ୟ ଗୋଟେ ଯୋଗ୍ୟ ପୁଅ ଖୋଜି ନେବି। ବିଜୟ ହଠାତ୍ କହିଲା, ନା ନା, ମୁଁ ଏମିତି ହେବାକୁ ଦେବିନି। ପୁଅ, ମା ଠାରୁ ନିଜ ଛୁଆର ଗୋଟେ ବି କଥା ଲୁଚିକି ରହିପାରେନି। ବିଜୟ ପୁଣି ଥରେ ଲାଜେଇକି ସେଠାରୁ ଉଠିକି ଚାଲିଗଲା। ତାପରେ ବିଭା ମେହେକ ପାଖକୁ ଗଲା ଆଉ କହିଲା, ମେହେକ, ମତେ ତୋ ସହ କିଛି କଥା ହେବାର ଅଛି। ହଁ ଆଣ୍ଟି, କୁହ। ଆଜି ମୁଁ ବହୁତ ଦିନ ପରେ ବିଜୟକୁ ଏତେ ଖୁସି ଦେଖିଲି, ତ ମୁଁ ଭାବିଲି ଯେ ସେ ଯୋଉ କାରଣରୁ ଏତେ ଖୁସି ଅଛି ସେଇ କାରଣକୁ ମୁଁ ସବୁବେଳ ପାଇଁ ତା ପାଖକୁ ନେଇ ଆସେ। ଇଏ ତ ବହୁତ ଭଲ କଥା ଆଣ୍ଟି, କାହାରି ଇଚ୍ଛା ପୂରଣ କରିବା ଭଲ କଥା। କିନ୍ତୁ ତା ଇଚ୍ଛା ପାଇଁ ତୋର ବି ହଁ ଦରକାର। ମେହେକ ବିଭାର କଥାକୁ ବୁଝିଗଲା ଆଉ ଲାଜେଇଗଲା। ମେହେକ, କ'ଣ ତୁ ମୋ ପୁଅ ବିଜୟକୁ ବାହା ହେବୁ? ଯଦି ସେ ତତେ ଭଲ ଲାଗେ ତ ମୁଁ ତତେ ମୋ ବୋହୂ ବନେଇବାକୁ ଚାହିଁବି। ମେହେକ ମୁଣ୍ଡ ତଳକୁ କରିକି କହିଲା। ଆଣ୍ଟି, ଯାହା ତୁମକୁ ଠିକ୍ ଲାଗିବ। ବିଭା ଏଇ କଥା ଘରେ ସମସ୍ତଙ୍କୁ କହିଲା ଆଉ ସମସ୍ତେ ରାଜି ବି ହେଇଗଲେ। ତାପରେ ରେଖା ଏକଥା ଶ୍ରୀକାନ୍ତକୁ ଯାଇକି କହିଲା। କ'ଣ ତୁମେ ଜାଣିଛ, ବିଭା ଦିଦି ବିଜୟ ଆଉ ସେ ନାଗୁଣୀ ମେହେକର ବାହାଘର କରାଉଛନ୍ତି। ସେ ନାଗ ଆଉ ନାଗୁଣୀର ମିଳନ ହେଇପାରିବନି। କିଛି କର ମୂର୍ଖ ମହିଳା। ହଁ, ତୁମେ ତ କିଛି କରିପାରିବନି, ମୁଁ ହିଁ କରିବି। ଏମିତି ବି ଏ ଘରେ ମୋ କଥା କିଏ ଶୁଣେ ଯେ? ତୁମେ ହିଁ କର ଯାହା କରିବାର ଅଛି। ଠିକ୍ ଅଛି, ଯାହା କରିବାର ଅଛି ମୁଁ କରିବି। ଆଉ ରାଗରେ ଚାଲିଗଲା। ଯେମିତି ସେ ବାହାରକୁ ଗଲା ସେତିକିବେଳେ ସେ ଦେଖିଲା ଯେ ବିଜୟ ସିଢ଼ିରୁ ତଳକୁ ଓହ୍ଲଉଛି। ତାପରେ ଶ୍ରୀକାନ୍ତ ନିଜ ଶକ୍ତି ବଳରେ ବିଜୟକୁ ତଳକୁ ପକାଇଦେଲା, ଯାହାଦ୍ୱାରା ବିଜୟ ଉପରୁ ତଳକୁ ସିଢ଼ିରୁ ଖସି ଖସି ଆସି ତଳେ ପଡ଼ିଗଲା। ବିଜୟକୁ ଏମିତି ଅଚେତ ଅବସ୍ଥାରେ ପଡ଼ିଥିବାର ଦେଖି ମେହେକ ବିଜୟର ମୁଣ୍ଡକୁ ନିଜ କୋଳରେ ରଖିନେଲା ଆଉ ରାଗରେ ଶ୍ରୀକାନ୍ତ ଉପରକୁ ନିଜ ଦୃଷ୍ଟିରୁ ଶକ୍ତି ନିକ୍ଷେପ କଲା, ଯାହାଦ୍ୱାରା ଶ୍ରୀକାନ୍ତ ଦୂରରେ ଯାଇ ପଡ଼ିଗଲା। କ'ଣ ହେଲା ମେହେକ? ବିଭା ତା ଆଡ଼କୁ ଆସିକି କହିଲା ଆଉ ବିଜୟକୁ ମେହେକର କୋଳରେ ଶୋଇଥିବାର ଦେଖି ଡରିଗଲା। ବିଭା କାନ୍ଦି କାନ୍ଦି କହିଲା, କ'ଣ ହେଲା ମୋ ପୁଅକୁ? ବିଜୟ ମୁଣ୍ଡରେ ଏତେ ଆଘାତ କେମିତି ଲାଗିଲା? ସିଢ଼ିରୁ ଓହ୍ଲେଇଲା ବେଳେ ବୋଧେ ଆଙ୍କର ପାଦ ଖସିଗଲା। ଯେପର୍ଯ୍ୟନ୍ତ ମୁଁ ଏଠି ପହଞ୍ଚିଲି ସେ ପର୍ଯ୍ୟନ୍ତ ଇଏ ଅଚେତ ହେଇ ସାରିଥିଲେ। ସୁନ୍ଦର ଡକ୍ଟରକୁ ନେଇକି ଆସିଲା ଆଉ କିଛି ସମୟ ପରେ ବିଜୟର ଚେତା ଫେରି ଆସିଲା। କେମିତି ଅଛି ମୋ ପୁଅ? ମୁଁ ଠିକ୍ ଅଛି ମା। ମେହେକ, ନନ୍ଦିନୀ, ମା, ତୁମେ କାନ୍ଦନି, ମୁଁ ଠିକ୍ ଅଛି। ତୁମେ ସମସ୍ତେ ଚିନ୍ତା କରନି। ସିଢ଼ିରୁ ପଡ଼ିବା କାରଣରୁ ବିଜୟକୁ ସବୁ ମନେ ପଡ଼ିଯାଇଥିଲା। ନାଗୁଣୀ, ତୁ ପୁରା ଘର ଲୋକଙ୍କୁ ନିଜ ବଶବର୍ତ୍ତୀ କରିନେଇଛୁ, କିନ୍ତୁ ମୁଁ ତୋର ଆଉ ତୋ ନାଗର ମିଳନ କେବେ ବି ହେବାକୁ ଦେବିନି। ଆହୁ ଯା, କାହିଁକି ମରିବାକୁ ଚାହୁଁଛୁ ତୁ? ମୋର ଆଉ ବିଜୟ ମଧ୍ୟରେ ଯେ କେହି ବି ଆସିବ ତାକୁ ମରିବାକୁ ହିଁ ପଡ଼ିବ।
तू देखुता नागुणी ଯେଉଁ ବିବାହକୁ ତୁ ତୋ କବଚ ବନେଇଛୁ ନା ସେ ହିଁ ତୋ ବାହାଘର ବିଜୟ ସହିତ ହେବାକୁ ଦବନି। ପାଗଳ ନେଉଳ, ତୁ ଏବେ ମୋ ପ୍ରେମ ଶକ୍ତିକୁ କୋଉଠୁ ଜାଣିଲୁ? ଯଦି ପ୍ରେମ ଶକ୍ତିକୁ ଜାଣିବାକୁ ଚାହୁଁଛୁ ତ ତୋ ଗୁରୁକୁ ପଚାର, କାହିଁକି ସେ ସବୁବେଳେ ମୋ ପ୍ରେମ ଶକ୍ତି ଠାରୁ ହାରିଯାଏ। ସେମିତି ଭୁଲ ତୁ କରନି। ନାଗୁଣୀ, ନିଜ ଗୁରୁଙ୍କ ପ୍ରତିଶୋଧ ନେବାକୁ ତ ଆସିଛି ମୁଁ। ଆରେ ଶ୍ରୀକାନ୍ତ, ମେହେକ, ତୁମେ ଦୁହେଁ କଣ କଥା ହେଉଛ? ହଁ ଆଣ୍ଟି, ସେମିତି କିଛି ନୁହେଁ। ଶ୍ରୀକାନ୍ତ ମେହେକ ଆଡ଼କୁ ଦେଖିକି କହିଲା, ସେମିତି କିଛି ବି ନୁହେଁ, ମୁଁ ଖାଲି ମେହେକକୁ ବାହାଘର ପାଇଁ ଅଭିନନ୍ଦନ ଜଣାଉଥିଲି। ମେହେକ ସେଠାରୁ ଚାଲିଗଲା। ତାପରେ ଶ୍ରୀକାନ୍ତ ବିବାହକୁ କହିଲା, ତୁମେ ମୋ ଉପରେ ବିଶ୍ୱାସ କରୁନ, କିନ୍ତୁ ମୋ ଶକ୍ତି କହୁଛି କି ଏଇ ଘରେ ନାଗୁଣୀ ବାସ କରୁଛି। ଶ୍ରୀକାନ୍ତ, ଭଲ କଥା କହ। ଏତେ ଦିନ ପରେ ମୋ ଘରେ ସମସ୍ତେ ଖୁସି ଅଛନ୍ତି, ଆଉ ତୁ ଏମିତି କଥା କହୁଛୁ? ଆଜି ନହେଲେ କାଲି ତୁମକୁ ସତ ଜଣା ପଡ଼େ ହିଁ ଯିବ। ଆଉ ଶ୍ରୀକାନ୍ତ ସେଠାରୁ ଚାଲିଗଲା। ମଧ୍ୟରାତ୍ରିରେ ବିଭାକୁ ଶୋଷ ଲାଗିଲା, ଆଉ ସେ ପାଣି ପିଇବାକୁ ବାହାରକୁ ଗଲା। ସେତିକିବେଳେ ତାକୁ ଅନୁଭବ ହେଲା ଯେ ଯେମିତି କିଏ ବାହାରେ ଅଛି, ଆଉ ସେ ବାହାରକୁ ଦେଖିକି କହିଲା, ଇଏ ମେହେକ ଏତେ ରାତିରେ କୁଆଡ଼େ ଯାଉଛି? ବିଭା ଏତିକି ହିଁ କହିଥିଲା କି ହଠାତ୍ ମେହେକ ନିଜର ନାଗୁଣୀ ରୂପକୁ ଆସିଗଲା, ଆଉ ସେଠାରୁ ଚାଲିଗଲା। ନା, ଇଏ ହେଇପାରିବନି। ଆଉ ଦୌଡ଼ିକି ମେହେକର ରୁମକୁ ଗଲା। ମେହେକକୁ ନିଜ ଖଟ ଉପରେ ଶୋଇଥିବାର ଦେଖି ବିଭା କହିଲା, ମେହେକ ତ ଏଇଠି ଶୋଇଛି, ତ ମୁଁ ଯାହା ଦେଖିଲି ସେଇଟା କଣ ଥିଲା? ମେହେକ ବିଭାକୁ ଦେଖି ନେଇଥିଲା। ସେଇଥିପାଇଁ ବିଭା ରୁମକୁ ଯିବା ପୂର୍ବରୁ ମେହେକ ସେଠିକି ଚାଲି ଆସିଲା। ବିଭା ପୁଣି ଥରେ ବାହାରକୁ ଦେଖିବାକୁ ଗଲା। ସେତିକିବେଳେ ପୁଣି ମେହେକ ନାଗୁଣୀ ରୂପରେ ବାହାରକୁ ଗଲା। ଆଉ ତାପରେ ଥରେ ନାଗୁଣୀ ଆଉ ଥରେ ନେଉଳ ହେଇଗଲା। ଆଉ କିଛି କ୍ଷଣରେ ଶ୍ରୀକାନ୍ତର ରୂପ ନେଇଗଲା। ଆଚ୍ଛା, ତ ଇଏ ଶ୍ରୀକାନ୍ତ ଥିଲା, ମାନେ କି ଏ ମନୁଷ୍ୟ ନୁହେଁ। ଇଏ ହିଁ ମତେ କାମୁଡ଼ିଥିଲା, ଆଉ ଏବେ ମେହେକର ରୂପ ଧାରଣ କରି ମତେ ଭ୍ରମିତ କରୁଥିଲା। ବିଭା ନିଜ ରୁମକୁ ଚାଲିଗଲା। ହେ ନାଗରାଜ, ମୋ ପରିବାରର ରକ୍ଷା କରିବ। ପରଦିନ ସକାଳେ ଝିଅ ମେହେକ, ମୋ ପାଖକୁ ଆ। ହଁ ଆଣ୍ଟି, କୁହ। ଏବେ ବି ଆଣ୍ଟି କହୁଛୁ ମତେ? ଏବେ ତୁ ମୋର ଭାବି ବୋହୁ, ତ ଏବେ ବିଜୟ ଭଳି ମା କହ ମତେ। ସେତିକିବେଳେ ଶ୍ରୀକାନ୍ତ ସେଠିକି ଆସିଗଲା। ଆଉ ବିଭା ଡରିଗଲା, କିନ୍ତୁ ନିଜକୁ ସମ୍ଭାଳି ମେହେକକୁ କହିଲା, ମେହେକ, ଶ୍ରୀକାନ୍ତ ପାଇଁ ବି ଚାହା ନେଇ ଆ। କାଲି ରାତିରେ ତାହେଲେ ସବୁ ସତ ଜାଣିଗଲ। ଇଏ କୌଣସି ଝିଅ ନୁହେଁ, ନାଗୁଣୀ। ନାଗୁଣୀ, ତୋ ପ୍ରତିଶୋଧ ନେବାକୁ ଆସିଛି। ହଁ, କାଲି ରାତିରେ ମତେ ସବୁ ଜଣା ପଡ଼ିଗଲା ଯେ କିଏ କଣ ବୋଲି। ତୋର ଏଠିକି ଆସିବାର ବହୁତ ଦିନ ହେଇଗଲାଣି। ଏବେ ତୁ ତୋ ଘରକୁ ଫେରିଯିବା କଥା। ଶ୍ରୀକାନ୍ତ ରାଗି ଯାଇ କହିଲା, ଆରେ ମୂର୍ଖ ମହିଳା, ମୁଁ ହିଁ ତତେ ଆଉ ତୋ ପରିବାରକୁ ନାଗୁଣୀ ଠାରୁ ବଞ୍ଚେଇ ପାରିବି, ଆଉ ତୁ ମତେ ହିଁ ଯିବାକୁ କହୁଛୁ? ମେହେକ ନାଗୁଣୀ ନୁହେଁ, ତୁ ଭଣ୍ଡ। ଯେବେ ରାତିରେ ମୁଁ ତତେ ମେହେକ ରୂପରେ ଦେଖିଲି, ଥରକ ପାଇଁ ମୁଁ ବି ତୋ କଥାରେ ଆସିଗଲି, କିନ୍ତୁ ପୁଣି ଯେବେ ବାହାରକୁ ଆସିଲି ତତେ ତ ପ୍ରକୃତ ରୂପରେ ଦେଖି ନେଇଥିଲି ମୁଁ। ଏତିକିରେ ରେଖା ସେଠିକି ଆସିଗଲା। ରେଖା, ତୁ ମତେ ମିଛ କହିଲୁ ଯେ ଇଏ ତ ସମ୍ବନ୍ଧୀ ବୋଲି। ଇଏ ତ ଗୋଟେ ବହୁରୂପୀ। ରେଖା ଡରିଗଲା। ଦିଦି, ସେ ତାପରେ ଶ୍ରୀକାନ୍ତ ରାଗରେ ନନ୍ଦିନୀକୁ କୋଳରେ ଉଠେଇ ନେଲା। ମୁଁ ଏ ଝିଅକୁ ମୋ ସହିତ ନେଇକି ଯାଉଛି। ଏବେ ମୋ ପାଖକୁ ନାଗୁଣୀକୁ ଆସିବାକୁ ପଡ଼ିବ। ଏତିକି କହି ଶ୍ରୀକାନ୍ତ ଅଦୃଶ୍ୟ ହେଇଗଲା। ଆଉ ବିଭା ଭୟରେ ଅଚେତ ହେଇଗଲା। ତାପରେ ରେଖା ଦୌଡ଼ିକି ମେହେକ ପାଖକୁ ଗଲା। ମେହେକ, ମୋ ନନ୍ଦିନୀକୁ ବଞ୍ଚେଇ ନେ। କଣ ହେଲା ନନ୍ଦିନୀକୁ? ମୁଁ ଆଜି ଯାଇ ତୋ ସହ ବହୁତ ଖରାପ କଲି। ଯାହାର ଦଣ୍ଡ ମୋ ଝିଅକୁ ମିଳୁଛି, ମୋ ସାହାଯ୍ୟ କର। ମେହେକ ନିଜ ଆଖି ବନ୍ଦ କଲା, ଆଉ ନିଜ ଦିବ୍ୟ ଦୃଷ୍ଟିରେ ସବୁ ଦେଖିନେଲା। ତୁମେ ଚିନ୍ତା କରନି, ମୁଁ ନନ୍ଦିନୀକୁ ଫେରେଇ ଆଣିବି। ମେହେକ ଆହୁଜାର ପଛେ ପଛେ ଗଲା, ଆଉ ଦୌଡ଼ି ଦୌଡ଼ି ନାଗୁଣୀ ହେଇଗଲା। ମେହେକ ଆହୁଜା ପାଖରେ ପହଞ୍ଚିଗଲା, ଆଉ ତାକୁ ନିଜ ଲାଞ୍ଜରେ ବାନ୍ଧିନେଲା, ଯାହାଦ୍ୱାରା ନନ୍ଦିନୀ ତଳେ ପଡ଼ିଗଲା। ମେହେକ ଆହୁଜାକୁ ତଳେ ଫୋପାଡ଼ି ଦେଲା। ଆହୁଜା ମେହେକର ବନ୍ଧନରୁ ମୁକ୍ତ ହେଲା ମାତ୍ରେ ନେଉଳ ରୂପରେ ବଦଳିଗଲା। ନାଗୁଣୀ, ଏପର୍ଯ୍ୟନ୍ତ ତୋ ସାମ୍ନା ସାଧାରଣ ନେଉଳ ସହିତ ହେଇଥିବ, ମୋ ଭଳି ଶକ୍ତିଶାଳୀ ନେଉଳ ସହିତ ନୁହେଁ। ମୋ ଲଢ଼େଇ କେବଳ ପାପ ସହ ହେଇଛି, ଆଉ ମୁଁ କେବଳ ପାପକୁ ନାଶ କରିଛି। ଆହୁଜା। ନର୍ଗିସ୍ ପୁଣି ଥରେ ଆହୁଜା ଉପରେ ବିଷର ହୁଙ୍କାର ମାରିଲା, କିନ୍ତୁ ହୁଙ୍କାର ଆହୁଜାର ବେକରେ ପଡ଼ିଥିବା ମାଳରେ ବାଜି ଫେରି ଆସିଲା।
ମୁଁ ତୋର କାଳ ନାଗୁଣୀ, ମୁଁ ତୋର କାଳ। ନେଉଳ ଦୌଡ଼ି ଯାଇ ନାଗୁଣୀର ବେକକୁ କାମୁଡ଼ି ଧରିଲା। ନାଗୁଣୀ ନେଉଳକୁ ଚାରିଆଡ଼ୁ ବାନ୍ଧିବାକୁ ଚେଷ୍ଟା କଲା, ଯାହାଦ୍ୱାରା ନେଉଳର ଶ୍ୱାସରୁଦ୍ଧ ହେବାକୁ ଲାଗିଲା, ଆଉ ସେ ନାଗୁଣୀର ବେକକୁ ଛାଡ଼ିଦେଲା। ମତେ ମାରିବା ଏତେ ସହଜ ନୁହେଁ ନାଗୁଣୀ। ପାପ ଯେତେ ବି ଶକ୍ତିଶାଳୀ ହେଉନା କାହିଁକି, ଶେଷରେ ତାର ନାଶ ନିଶ୍ଚୟ ହୁଏ। ଆହୁଜା ନାଗୁଣୀ ଉପରେ ଅଗ୍ନିବର୍ଷା କଲା। ତାପରେ ନର୍ଗିସ୍ ମଧ୍ୟ ନିଜ ଆଖିରୁ ଅଗ୍ନିବର୍ଷା କଲା, ଯାହାଦ୍ୱାରା ନେଉଳର ଅଗ୍ନିବର୍ଷା କମ୍ ହେଇଗଲା। ନାଗୁଣୀ ପୁଣି ତା ଶକ୍ତି ନେଉଳ ଉପରକୁ ଫିଙ୍ଗିଲା, କିନ୍ତୁ ତାହା ମାଳରେ ଲୀନ ହେଇଗଲା। ନାଗୁଣୀ ବୁଝିଗଲା ଯେ ପର୍ଯ୍ୟନ୍ତ ମାଳ ଅହୁଜା ବେକରେ ପଡ଼ି ରହିଥିବ ତାକୁ ମାରିବା ଅସମ୍ଭବ। ନର୍ଗିସ୍ ଗୋଟିଏ ବିଶାଳ ନାଗୁଣୀରେ ବଦଳିଗଲା। ଅହୁଜା କିଛି ବୁଝିପାରିବା ଆଗରୁ ହିଁ ସେ ତାକୁ ନିଜ ଲାଞ୍ଜରେ ଧରି ଓଲଟା ଝୁଲେଇ ଦେଲା, ଯାହାଦ୍ୱାରା ତା ମାଳ ତଳେ ପଡ଼ି ପଥରରେ ବାଜିଗଲା। ଆହୁଜା, ଏବେ ତୋର ଅନ୍ତ ନିଶ୍ଚିତ। ଆଉ ନେଉଳକୁ ଗୋଟିଏ ପଥରରେ ପିଟି ପିଟିକି ମାରିଦେଲା। ଆହୁଜା ପୁଣି ଥରେ ମଣିଷ ରୂପ ନେଇ ଛଟପଟ ହେବାକୁ ଲାଗିଲା। ଗୁରୁଦେବ, ଗୁରୁଦେବ। ଆଉ କିଛି କ୍ଷଣରେ ତାର ମୃତ୍ୟୁ ହେଇଗଲା। କାଳଗୁରୁ ପାଖରେ ରଖାହେଇଥିବା ନଡ଼ିଆ ଗୋଟିଏ ବମ୍ ଭଳି ଫାଟିଗଲା। ନା, ଆହୁଜା ମରିପାରିବନି। ତାର ପ୍ରାଣ ନେବାର କ୍ଷମତା କାହାରି ପାଖରେ ନାହିଁ। ନାଗୁଣୀ, ତୁ ମୋ ସବୁ ଯୋଜନାକୁ ବିଫଳ କରିଛୁ, କିନ୍ତୁ କାଳଗୁରୁ ଏବେ ତୋ ସବୁ କାମର ପ୍ରତିଶୋଧ ନେବ। ମୁଁ ଆସୁଛି ନାଗୁଣୀ। ନର୍ଗିସ୍ ନନ୍ଦିନୀକୁ ନେଇ ଘରକୁ ଫେରି ଆସିଲା, ମେହେକର ରୂପ ନେଇ। ନର୍ଗିସ୍ ରେଖା ପାଖରେ ପହଞ୍ଚିଗଲା। ରେଖା ନନ୍ଦିନୀକୁ କୋଳରେ ଉଠେଇଲା, ଆଉ କହିଲା, ତୁ ଠିକ ଅଛୁ ନନ୍ଦିନୀ? ବିଭାର ଚେତା ଫେରି ଆସିଲା। ଝିଅ ନନ୍ଦିନୀ, ତୁ ଠିକ ଅଛୁ? ମୁଁ ଠିକ ଅଛି ବଡ଼ ମା। ଇଏ କେମିତି ଅଶୁଭ ଘଟଣା ଆମ ଘରେ ଘଟିଲା, ମତେ ବିଶ୍ୱାସ ହିଁ ହଉନି। ଦିଦି, ମେହେକ ଆମ ନନ୍ଦିନୀକୁ ସେ ବହୁରୂପୀ ଠାରୁ ବଞ୍ଚେଇଛି। କିନ୍ତୁ କେମିତି? ସବୁ ନାଗରାଜଙ୍କ କୃପା। ତିକିବେଳେ ଗୋଟିଏ ଶବ୍ଦ ଶୁଣାଗଲା। ନାଗରାଜ ନୁହେଁ, ଇଏ ତୋ କାର୍ଯ୍ୟକଳାପ। ମେହେକ ପଛକୁ ବୁଲିକି ଦେଖିଲା, ଆଉ କହିଲା, କାଳଗୁରୁ, ତୁ ଏଠିକି ବି ଆସିଗଲୁ? ହଁ ନାଗୁଣୀ, ତୋ ଶକ୍ତି ସରିଲା। ତତେ ତୋ ପ୍ରକୃତ ରୂପକୁ ଆସିବାକୁ ହବ ଏ ସମସ୍ତଙ୍କ ସାମ୍ନାରେ। କାଳଗୁରୁ, ତୁ ଭୁଲ ନିଜେ ତୁ ବି ଭୁଲ କରିଛୁ। ମୋ ପ୍ରେମ ଶକ୍ତି ଠାରୁ ତୁ ଆଗରୁ ବି ହାରିଛୁ। ମୁଁ ଜଣେ ପତିବ୍ରତା ନାରୀ, ନିଜ ପ୍ରେମୀ ପାଇଁ କିଛି ବି କରିବି। ପତିବ୍ରତା ଆଉ ନାଗୁଣୀ? କିଏ ସେ ତୁମେ? କାହିଁକି ମୋ ଝିଅକୁ ହଇରାଣ କରୁଛ? ଇଏ କୌଣସି ଛୋଟ ପିଲା ନୁହେଁ, ଇଏ ଗୋଟିଏ ଇଚ୍ଛାଧାରୀ ନାଗୁଣୀ, ଯିଏ ତୋ କୁଳକୁ ନାଶ କରିବାକୁ ଆସିଛି। ମିଛ କହନି କାଳଗୁରୁ, ମୁଁ ଖାଲି ମୋ ନାଗେଶ ପାଇଁ ଆସିଛି। ହଁ, ଆଉ ଆଜି ତୋ ପାଇଁ ୟା ପୁଅକୁ ମରିବାକୁ ପଡ଼ିବ। ମୋ ନାଗେଶକୁ କିଛି କରିବାର ଚେଷ୍ଟା ବି କରିବୁନି କାଳଗୁରୁ। ଇଏ ନାଗେଶ କିଏ ମେହେକ? ସତ କଣ ମତେ କହ। ସେଇଟା ତତେ କିଛି କ୍ଷଣରେ ଜଣା ପଡ଼ିଯିବ ଯେ କିଏ କଣ। ଆଉ ତୋର ବିଜୟ ୟାର ନାଗେଶ। କାଳଗୁରୁ ନିଜ ଶକ୍ତି ବଳରେ ମେହେକ ଚାରିପାଖରେ ଗୋଟିଏ ଅଗ୍ନିଚକ୍ର ବନେଇଦେଲା। ସେତିକିବେଳେ ବିଜୟ ସେଠିକି ଆସିଗଲା। କଣ ହଉଛି ଏଠି? ଇଏ କିଏ? ତୋର ଆଉ ତୋ ନାଗୁଣୀର ମୁଁ କାଳ। କିଏ ନାଗୁଣୀ? ଭଣ୍ଡ, ତୁ ଚାଲିଯା ଏଠୁ, ଆଉ ମୋ ମେହେକକୁ ଛାଡ଼ିଦେ। ଚାଲିଯିବି, କିନ୍ତୁ ତୋ ପ୍ରାଣ ନେଇକି ଯିବି, ନହେଲେ ନାଗମଣି ନେଇକି। କାଳଗୁରୁ ବିଜୟ ଉପରେ ପ୍ରହାର କଲା, କିନ୍ତୁ ତାର ପ୍ରହାର ବିଫଳ ହେଇଗଲା। ଗୋଟିଏ ସାଧାରଣ ମଣିଷ ମୋ ପ୍ରହାରକୁ ସହିପାରିବନି, ତୁ କେମିତି ସହିପାରିଲୁ? ସେତିକିବେଳେ ନାଗରାଜଙ୍କ ବାଣୀ ଶୁଣାଗଲା। କାରଣ ନାଗେଶକୁ ସବୁ ମନେ ପଡ଼ିଯାଇଛି, ତା ବିଷୟରେ, ତା ପ୍ରକୃତ ରୂପ ବିଷୟରେ, ଆଉ ତାର ସବୁ ଶକ୍ତି ଫେରି ଆସିଛି। ଆଚ୍ଛା, ତାହେଲେ ତୁ ହେଲୁ ନାଗରାଜ, ଯିଏ ଏମାନଙ୍କ ସାହାଯ୍ୟ କରୁଛି, କିନ୍ତୁ ତୁ ବି ଆଜି ମୋ ପ୍ରହାର ଠାରୁ ୟାଙ୍କୁ ବଞ୍ଚେଇ ପାରିବୁନି। କାଳଗୁରୁ ପୁଣି ବିଜୟ ଉପରେ ପ୍ରହାର କଲା। ବିଜୟ ନିଜ ନାଗେଶ ରୂପକୁ ଆସିଗଲା, ଆଉ ପ୍ରହାରକୁ ନିଜ ଛାତିରେ ସହିନେଲା। ତୁ ଆଜି ପର୍ଯ୍ୟନ୍ତ ଯାହା କିଛି ବି କରିଛୁ ମୋ ସହିତ ଆଉ ମୋ ନର୍ଗୀ ସହିତ, ମୁଁ ତତେ ଆଜି ତୋ ପାପର ଦଣ୍ଡ ଦେବି। କାଳଗୁରୁ ହସିକି କହିଲା, ଛୋଟ ପାଟି ଆଉ କଥା ବଡ଼, ଭଲ ଲାଗେନି ଇଚ୍ଛାଧାରୀ ନାଗ। କାଳଗୁରୁ ପୁଣି ଥରେ ନାଗେଶ ଉପରେ ନିଜ ଶକ୍ତି ଦ୍ୱାରା ପ୍ରହାର କଲା, ଯାହାଦ୍ୱାରା ଏଥରକ ନାଗେଶ ଅଚେତ ହେଇ ତଳେ ପଡ଼ିଗଲା। ନାଗେଶକୁ ତଳେ ପଡ଼ିଥିବାର ଦେଖି ମେହେକ ରାଗିଗଲା, ଆଉ ସେ ନିଜ ନାଗୁଣୀ ରୂପକୁ ଆସିଗଲା। ତାପରେ ନିଜ ଶକ୍ତି ଦ୍ୱାରା ନାଗେଶକୁ ଠିକ୍ କରିଦେଲା। ମୁଁ ଥିବା ଯାଏ ତୁ ମୋ ନାଗେଶର କିଛି ବି କରିପାରିବୁନି ଭଣ୍ଡ।
ଠିକ ଅଛି, ତାହେଲେ ପ୍ରଥମେ ତତେ ହିଁ ମାରିଦିଏ। କାଳଗୁରୁ ନିଜ ଶକ୍ତି ନର୍ଗିସ ଆଡ଼କୁ ଫିଙ୍ଗିଲା, କିନ୍ତୁ ନାଗେଶ ଉଠି ତାକୁ ପୁଣି ନିଜେ ସହିନେଲା ଆଉ ଦୂରରେ ଯାଇକି ପଡ଼ିଗଲା। ନର୍ଗିସର କ୍ରୋଧର ସୀମା ଲଙ୍ଘି ସାରିଥିଲା ଆଉ ସେ ଗୋଟିଏ ବିଶାଳ ନାଗୁଣୀ ରୂପରେ ବଦଳିଗଲା। ନର୍ଗିସ କାଳଗୁରୁର ଅଗ୍ନିବନ୍ଧନକୁ ନିଜ ଶକ୍ତି ଦ୍ୱାରା ନଷ୍ଟ କରିଦେଲା। ମୁଁ ଭାବିଥିଲି ତୁ ଗୋଟେ ସିଦ୍ଧ ତପସ୍ୱୀ, ବାସ୍ ବୁଦ୍ଧିବଣା ହେଇଯାଇଥିଲା ତୋର। ସେଥିପାଇଁ ତତେ ବଞ୍ଚିବାର ଆଉ ଗୋଟେ ସୁଯୋଗ ଦେଇଥିଲି, କିନ୍ତୁ ତୁ ତା ଯୋଗ୍ୟ ନୁହେଁ। ମୁଁ କେଉଁଥିର ଯୋଗ୍ୟ? ଇଏ ତତେ ମୋ ଶକ୍ତି ଜଣେଇଦବ। କାଳଗୁରୁ ନର୍ଗିସ ଆଡ଼କୁ ଗୋଟିଏ ଶକ୍ତିର ପିଣ୍ଡୁଳା ଫିଙ୍ଗିଲା। ତାପରେ ନାଗୁଣୀ ମଧ୍ୟ ତା ଆଡ଼କୁ ସେମିତି ପିଣ୍ଡୁଳା ଫିଙ୍ଗିଦେଲା, ଯାହାଦ୍ୱାରା ଗୋଟିଏ ବଡ଼ ବିସ୍ଫୋରଣ ହେଲା ଆଉ କାଳଗୁରୁ ସେ ଧୂଆଁରେ ଅଦୃଶ୍ୟ ହେଇଗଲା। ଏହି ବିସ୍ଫୋରଣ ଦ୍ୱାରା ପୁରା ନାଗଲୋକ ଥରିଗଲା। ଇଏ କେମିତିକା ବିସ୍ଫୋରଣ ଥିଲା ନାଗରାଜ, ଯାହାଦ୍ୱାରା ନାଗଲୋକ ଥରିଗଲା? ଇଏ ପ୍ରେମ ଶକ୍ତି ଆଉ ପାପ ଶକ୍ତି ମଧ୍ୟରେ ମୁହାଁମୁହିଁ ଥିଲା। ନର୍ଗିସର କାଳଗୁରୁ ସହିତ ଏ ଯୁଦ୍ଧ ବହୁତ ପ୍ରଳୟଙ୍କାରୀ ହୋଇପାରେ। ନର୍ଗିସ ଯଦି ହାରିଯାଏ ତ ପୁରା ନାଗଲୋକ କାଳଗୁରୁ ଅଧୀନରେ ହେଇଯିବ। କିନ୍ତୁ କେମିତି ନାଗରାଜ? କାରଣ ନର୍ଗିସର ପ୍ରେମ ଶକ୍ତିରେ ପ୍ରଭାବିତ ହେଇ ମୁଁ ନିଜେ ତା ଶରୀରରେ ବାସ କରୁଛି। ତା ପରାଜୟ ମୋ ପରାଜୟ। କାଳଗୁରୁ ଏକଥା ଭଲ ଭାବରେ ଜାଣିଛି। ସେଇଥିପାଇଁ ସେ ତା ଉପରେ ଅଧିକ ଶକ୍ତିଶାଳୀ ଶସ୍ତ୍ରର ପ୍ରୟୋଗ କରୁନି। ନାଗରାଜ, ତାହେଲେ କାଳଗୁରୁକୁ ପରାସ୍ତ କରିବାର କିଛି ଉପାୟ ତ ଥିବ? ଗୋଟିଏ ଉପାୟ ଅଛି। ସେଇଟା କ'ଣ ନାଗରାଜ? ମେହେକ ଆଉ ବିଜୟର ବାହାଘର କରେଇବାକୁ ହବ, ଯାହାଦ୍ୱାରା ତାଙ୍କର ପ୍ରେମ ଶକ୍ତି କାରଣରୁ ଗୋଟିଏ ଦିବ୍ୟ ଶକ୍ତି ଜନ୍ମ ନେବ ଆଉ ସେ ହିଁ କାଳଗୁରୁର ବିନାଶର କାରଣ ହବ। ଆଉ ସେପଟେ ବିଭା ଆଉ ରେଖା ମେହେକ ଆଉ ବିଜୟର ସତ୍ୟତା ଜାଣିଲା ପରେ ତାଙ୍କୁ ଆପଣେଇ ନେଲେ ଆଉ ତାଙ୍କ ବାହାଘରର ପ୍ରସ୍ତୁତି କଲେ। ବିଭା ନର୍ଗିସ ପାଖକୁ ଗଲା ଆଉ ତାକୁ ପଚାରିଲା, ଝିଅ ନର୍ଗିସ, ବାହାଘରରେ ତୋର କେହି ନିଜ ଲୋକଙ୍କୁ ଡାକିବାର ଅଛି କି? ନା ଆଣ୍ଟି, ମୋର କେହି ସମ୍ବନ୍ଧୀ ନାହାନ୍ତି। ବାସ୍ ମୁଁ ଚାହୁଁଛି କି ତୁମେ ନିରୂପା ଆଉ ତା ପୁରା ପରିବାରକୁ ଡାକିଦିଅ। ବିଭା ନିରୂପା ଆଉ ତା ପୁରା ପରିବାରକୁ ବାହାଘର ପାଇଁ ଡାକିଦେଲା। ନିରୂପା ନିଜ ଭାଇ ରବି ସହିତ ବାହାଘରକୁ ଆସିଲା। ନର୍ଗିସ ସେମାନଙ୍କୁ ଦେଖି ଖୁସି ହେଇଗଲା। ରାବିଶ, ତୋର ମନେ ଅଛି ଛୋଟବେଳେ ଯୋଉ ନାଗେଶ ଆଉ ନର୍ଗିସର ଆମେ ସାହାଯ୍ୟ କରିଥିଲେ? ଏମାନେ ସେଇ ହିଁ। ଆଚ୍ଛା ନର୍ଗିସ, ଏମିତି ତୁମେ ବହୁତ ସୁନ୍ଦର। ମୁଁ ଏତେ ବର୍ଷ ପରେ ତୁମକୁ ଭେଟି ବହୁତ ଭଲ ଲାଗିଲା। ସେତିକିବେଳେ ନାଗେଶ ସେଠାରେ ପହଞ୍ଚିଗଲା ଆଉ ରବିଶକୁ ଦେଖି ବହୁତ ଖୁସି ହେଇଗଲା ଆଉ ଖୁସିରେ ରବିଶକୁ କୁଣ୍ଢେଇ ପକେଇଲା। ଏତେ ବର୍ଷ ପରେ ତୁମକୁ ଦେଖି ବହୁତ ଖୁସି ଲାଗିଲା ଆଉ ତୁମେ ଛୋଟବେଳେ ଆମର ବହୁତ ସାହାଯ୍ୟ କରିଛ। ନିରୂପା ତ ଏପର୍ଯ୍ୟନ୍ତ ବି ଆମ ସାହାଯ୍ୟ କରୁଛି। ତୁମର ଉପକାର ଆମେ କେବେ ବି ଭୁଲି ପାରିବୁନି। କିଛି କଥା ନାହିଁ, ସାଙ୍ଗ କହୁଛ ପୁଣି ଉପକାର ବୋଲି କହୁଛ। କିଛି କ୍ଷଣରେ ନର୍ଗିସ ଆଉ ନାଗେଶର ବାହାଘର ସମାପ୍ତ ହେଲା ଆଉ ନର୍ଗିସ ମନେ ମନେ ଭାବିବାକୁ ଲାଗିଲା, ବୋଧେ କାଳଗୁରୁକୁ ନିଜ ଭୁଲର ଅନୁଭବ ହେଇଯାଇଥିବ ଆଉ ସେଥିପାଇଁ ଆମ ଜୀବନରୁ ସେ ଦୂରକୁ ଚାଲିଗଲା। ଏମିତି ହିଁ ହସ ଖୁସିରେ ଗୋଟିଏ ବର୍ଷ ବିତିଗଲା ଆଉ ନା କାଳଗୁରୁ ନା ତାର କୌଣସି ଶିଷ୍ୟ ନର୍ଗିସ ଆଉ ନାଗେଶର ହସ ଖୁସି ଭରା ଜୀବନରେ ବାଧା ହେଲେ। ନର୍ଗିସ ଆଉ ନାଗେଶର ଗୋଟିଏ ବହୁତ ସୁନ୍ଦର ଝିଅଟିଏ ହେଲା, ଯାହାର ନାଁ ସେମାନେ କାବ୍ୟା ରଖିଲେ। ସମସ୍ତେ ପୂର୍ବ କଥା ସବୁ ଭୁଲି ନିଜ ଜୀବନ ହସ ଖୁସିରେ ବିତାଉଥିଲେ। ବାହାଘର ପରେ ପ୍ରଥମ ଥର ପାଇଁ ନର୍ଗିସ ନାଗେଶ ସହିତ ଦୀପାବଳି ପାଇଁ ପ୍ରସ୍ତୁତି କଲା ଆଉ ନର୍ଗିସ ପୁରା ଘରକୁ ଦୀପରେ ସଜେଇ ଦେଲା। ସନ୍ଧ୍ୟାବେଳେ ବିଭା ସମସ୍ତଙ୍କୁ ପୂଜା ପାଇଁ ଡାକିଲା। ନର୍ଗିସ ଆଉ ନାଗେଶ ମିଶିକି ଆରତି କଲେ। ନର୍ଗିସ ଲକ୍ଷ୍ମୀଙ୍କ ପୂଜା କଲା ଆଉ ଆରତି ଗାଇଲା। ओम जय लक्ष्मी माता, मैया जय लक्ष्मी माता, तुमको निश दिन सेवत, मैया जी को निश दिन सेवत, हरि विष्णु धाता। ओम जय लक्ष्मी माता, ओम जय लक्ष्मी माता। ଆଉ ତାପରେ ପୁରା ପରିବାର ଲୋକେ ବାଣ ଫୁଟେଇଲେ। ନର୍ଗିସ ବାଣଠାରୁ ବହୁତ ଡରୁଥିଲା। ଏହାର କାରଣ ହେଲା ଯେ ସେ ୟା ପୂର୍ବରୁ କେବେ ମଧ୍ୟ ବାଣ ଫୁଟେଇ ନଥିଲା। ନାଗେଶ ନର୍ଗିସକୁ ଛୁରଛୁରି ଦେଲା। ପୁରା ପରିବାର ବହୁତ ଖୁସିରେ ଥିଲେ। ନର୍ଗିସ ତାପରେ କାବ୍ୟାକୁ ନେଇ ଘର ଭିତରକୁ ଚାଲିଗଲା ଆଉ ତାକୁ ରୁମ୍ରେ ଏକା ଛାଡ଼ି ତା ପାଇଁ କ୍ଷୀର ଆଣିବାକୁ ଚାଲିଗଲା। କିନ୍ତୁ ଯେତେବେଳେ ସେ ଫେରିକି ଆସିଲା ତ ତା ଝିଅ କାବ୍ୟା ସେଠାରେ ନଥିଲା। ନର୍ଗିସ କାନ୍ଦିବାକୁ ଲାଗିଲା ଆଉ ତାପରେ ନାଗେଶକୁ ଡାକିଲା, ନାଗେଶ, ନାଗେଶ, ଏଠିକି ଆସ, ଆମ ଝିଅ। କ'ଣ ହେଲା ଆମ ଝିଅକୁ? ନାଗେଶ ଖଟ ଉପରକୁ ଦେଖିଲା ତ କାବ୍ୟା ସେଠାରେ ନଥିଲା। ନାଗେଶ କହିଲା,
ନର୍ଗିସ୍ ଦେଖ ଘରେ କାହା ପାଖରେ ହିଁ ଥିବ। ନର୍ଗିସ୍ ଆଉ ନାଗେଶ ପୁରା ଘରେ ଝିଅକୁ ଖୋଜିଲେ କିନ୍ତୁ ସେ ମିଳିଲାନି। ସେତିକିବେଳେ ନର୍ଗିସ୍ ରାଗରେ କହିଲା, ନାଗେଶ, ମତେ ଲାଗୁଛି କାଳଗୁରୁ ପୁଣି ଫେରି ଆସିଛି। ସେ ହିଁ ଆମ ଝିଅକୁ ନେଇକି ଯାଇଥିବ। ନର୍ଗିସ୍, ନାଗେଶ ଆଉ ଅନ୍ୟ ଘର ଲୋକେ ନାଗରାଜଙ୍କୁ ପୂଜା କଲେ। ଆଉ ସେତିକିବେଳେ ତାଙ୍କୁ ନାଗରାଜ କହିଲେ, ତୁ ପୁରା ଠିକ୍ ଭାବିଛୁ ନର୍ଗିସ୍, ତୋ ଝିଅକୁ କାଳଗୁରୁ ହିଁ ନେଇକି ଯାଇଛି। ସେ ତୋ ଝିଅକୁ ନିଜ ସହିତ ନେଇକି ଯାଇନି, ନିଜ କାଳକୁ ନେଇକି ଯାଇଛି। କିନ୍ତୁ ନାଗରାଜ, ମୋ ଝିଅ ଏବେ ବହୁତ ଛୋଟ ଅଛି। ସେ ଜଣେ ସାଧାରଣ ମଣିଷ। ସେ କାଳଗୁରୁର କାଳ କେମିତି ହେଇପାରିବ? ନର୍ଗିସ୍, ତୋ ଝିଅ ଛୋଟ ତ ଅଛି ଆଉ ଏବେ ଗୋଟିଏ ସାଧାରଣ ମନୁଷ୍ୟ ମଧ୍ୟ, କିନ୍ତୁ ତା ମାତା ପିତା ଶକ୍ତିଶାଳୀ ନାଗ ଆଉ ନାଗୁଣୀ, ଯାହାଦ୍ୱାରା ସେ ଜଣେ ଦିବ୍ୟ ଶିଶୁ। ଆଉ 18 ବର୍ଷ ପରେ ତା ପାଖକୁ ସେସବୁ ଶକ୍ତି ଆସିଯିବ। କିନ୍ତୁ ନାଗରାଜ, ଏବେ ମୋ ଝିଅ କୋଉଠି ଅଛି? ତୁ କଳା ପାହାଡ଼ରେ ସ୍ଥିତ ଶିବ ମନ୍ଦିରକୁ ଯା ଆଉ ସେ ଶିବଙ୍କ ଆରାଧନା କର। ତା ଦ୍ୱାରା ତୋ ଶତ୍ରୁର ସ୍ୱୟଂ ବିନାଶ ହେଇଯିବ ଆଉ ସେ ତୋ ସାମ୍ନାରେ ନିଜେ ପ୍ରକଟ ହୋଇଯିବ। ନର୍ଗିସ୍ ଆଉ ନାଗେଶ କଳା ପାହାଡ଼ରେ ପହଞ୍ଚିଗଲେ ଆଉ ଶିବଙ୍କ ଆରାଧନା ଆରମ୍ଭ କରିଦେଲେ। କିନ୍ତୁ କାଳଗୁରୁର ବିଷୟରେ କିଛି ବି ଜଣାପଡ଼ୁନଥିଲା, ଯାହାଦ୍ୱାରା ଆଶାହୀନ ହେଇ ନର୍ଗିସ୍ ନିଜ ମୁଣ୍ଡକୁ ଶିବଙ୍କ ମୂର୍ତ୍ତିରେ ବାଡ଼େଇବାକୁ ଲାଗିଲା। କିଛି ସମୟ ପରେ କାଳଗୁରୁ କାବ୍ୟା ସହିତ ସେଠାରେ ପ୍ରକଟିତ ହେଇଗଲେ। ଇଏ କି ପ୍ରକାର ଶକ୍ତି ଥିଲା ଯାହା ମତେ ଏଠି ପ୍ରକଟ କରିଦେଲା? ଇ ଦେବଙ୍କର ଦେବ ମହାଦେବଙ୍କ ଶକ୍ତି, ଯାହା ସାମ୍ନାରେ ତୋ ଭଳି ଭଣ୍ଡର କୌଣସି ଛଳ କିମ୍ବା କପଟ କାମ କରିବନି। କାଳଗୁରୁ ନର୍ଗିସ୍ ଆଉ ନାଗେଶକୁ ନିଜ ଶକ୍ତି ଦ୍ୱାରା ତିଆରି ଗୋଟିଏ ଦିବ୍ୟ ବନ୍ଧନରେ ବାନ୍ଧିଦେଲା, ଯେଉଁଥିରୁ ନର୍ଗିସ୍ ଆଉ ନାଗେଶ ବାହାରିବା ପାଇଁ ବହୁତ ପ୍ରଚେଷ୍ଟା କଲେ କିନ୍ତୁ ବାହାରି ପାରିଲେନି। ବହୁତ ପ୍ରଚେଷ୍ଟା ପରେ ମଧ୍ୟ ସେ ତାକୁ ଭେଦ କରିପାରିଲେନି। ସେତିକିବେଳେ ନର୍ଗିସ୍ ନାଗରାଜଙ୍କଠାରୁ ସହାୟତା ମାଗିଲା ଆଉ ତାଙ୍କ ସାହାଯ୍ୟ ପାଇଁ ନାଗରାଜ ଗୋଟିଏ ବହୁତ ଛୋଟ ନାଗରୂପ ଧାରଣ କରି ବନ୍ଧନ ମଧ୍ୟରେ ପ୍ରକଟ ହେଲେ। ନାଗରାଜ, ପାପ ବିରୁଦ୍ଧରେ ମୋ ସାହାଯ୍ୟ କର। ନର୍ଗିସ୍, କାଳଗୁରୁକୁ ହରାଇବାର କେବଳ ଗୋଟିଏ ମାତ୍ର ଉପାୟ ଅଛି। ସେଇଟା କଣ ନାଗରାଜ? ମୁଁ ମୋ ସବୁ ଶକ୍ତି ତତେ ପ୍ରଦାନ କରୁଛି, କିନ୍ତୁ କାଳଗୁରୁର ଅନ୍ତ ତୋ ଝିଅ ହାତରେ ହିଁ ସମ୍ଭବ। ନାଗରାଜ ନିଜ ଶକ୍ତି ନର୍ଗିସ୍କୁ ପ୍ରଦାନ କଲେ ଆଉ ଅଦୃଶ୍ୟ ହେଇଗଲେ। ନର୍ଗିସ୍ ବନ୍ଧନକୁ ଭାଙ୍ଗି ବାହାରକୁ ଆସିଗଲା ଆଉ ରାଗରେ କାଳଗୁରୁକୁ କହିଲା, କାଳଗୁରୁ, ଆଜି ତ କାଳ ତତେ ମୋ ପାଖକୁ ନେଇ ଆସିଛି। କାଳ ତ ଆଜି ତୋର ଆଉ ତୋ ନାଗର ଆସିଛି। ନର୍ଗିସ୍ ବହୁତ ରାଗିଯାଇ ଗୋଟିଏ ବିଷ ହୁଙ୍କାର କାଳଗୁରୁ ଆଡ଼କୁ ଫିଙ୍ଗିଲା। ଏତେ ଶକ୍ତିଶାଳୀ ହୁଙ୍କାର ମୋ ପାଦ ଭୂମିରେ ଥରେଇ ଦେଉଛି। ଇଏ ସାଧାରଣ ଶକ୍ତି ହେଇନଥିବ। ନର୍ଗିସ୍, ମୁଁ ଜାଣିଛି ତୋ ମଧ୍ୟରେ ଦେବଶକ୍ତି ପ୍ରବେଶ କରିଛି, କିନ୍ତୁ ଆଜି ତତେ କେହି ବି ବଞ୍ଚେଇ ପାରିବେନି। ତାପରେ କାଳଗୁରୁ ନିଜ ଶକ୍ତି ଦ୍ୱାରା ନର୍ଗିସ୍ ଆଡ଼କୁ ଅଗ୍ନିବର୍ଷା କଲା, କିନ୍ତୁ ନର୍ଗିସ୍ ତା ଉପରେ ଜଳବର୍ଷା କରିଦେଲା, ଯାହାଦ୍ୱାରା ଅଗ୍ନିବର୍ଷା କମିଗଲା। ତାପରେ କାଳଗୁରୁ ତୀବ୍ର ପବନର ତୋଫାନ ନର୍ଗିସ୍ ଆଡ଼କୁ ପଠେଇଲା, ଯାହାଦ୍ୱାରା ନର୍ଗିସ୍ କାବ୍ୟା ପାଖରେ ଯାଇ ପଡ଼ିଗଲା। କାବ୍ୟା ଭୟରେ କାନ୍ଦିବାକୁ ଲାଗିଲା। ନର୍ଗିସ୍ ତାକୁ କୋଳରେ ଉଠେଇ ନେଲା। ବାସ୍, ବହୁତ ଖେଳ ହେଇଗଲା ତୋ ସହିତ ନାଗୁଣୀ, ଏବେ ଆଉ ନୁହେଁ। କାଳଗୁରୁ ନିଜର ସବୁ ଶକ୍ତି ଦ୍ୱାରା ତିଆରି ଗୋଟିଏ ଦିବ୍ୟ ତ୍ରିଶୂଳକୁ ପ୍ରକଟିତ କଲା। ଏଇନେ ମୋର ଶେଷ ପ୍ରହାର। କାଳଗୁରୁ ସେ ତ୍ରିଶୂଳ ନର୍ଗିସ୍ ଆଡ଼କୁ ଫିଙ୍ଗିଲା, କିନ୍ତୁ ସେ ତ୍ରିଶୂଳ ନର୍ଗିସ୍ ପାଖରେ ଆସି ଅଟକିଗଲା। କାବ୍ୟା ନର୍ଗିସ୍ର କୋଳରେ ଥିଲା, କାରଣ ସେ ତପସ୍ୟାରୁ ପ୍ରାପ୍ତ ତ୍ରିଶୂଳ ଥିଲା। କୌଣସି ଶିଶୁର ହତ୍ୟାର କାରଣ ହେଇପାରିନଥାନ୍ତା। କାବ୍ୟା ତ୍ରିଶୂଳର ମୁନକୁ ସ୍ପର୍ଶ କରିନେଲା। ନିଜ ଉପରେ ତ୍ରିଶୂଳର ପ୍ରଭାବ ନ ହେଇଥିବା ଦେଖି ନର୍ଗିସ୍ ସେ ତ୍ରିଶୂଳକୁ କାଳଗୁରୁ ଆଡ଼କୁ ଫିଙ୍ଗିଦେଲା, ଯାହାଦ୍ୱାରା କାଳଗୁରୁର ମୁଣ୍ଡ ଆଉ ଗଣ୍ଡି ଭିନ୍ନ ଭିନ୍ନ ସ୍ଥାନରେ ପଡ଼ିଗଲା। କାଳଗୁରୁର ମୃତ୍ୟୁ ଦ୍ୱାରା ନାଗେଶ ବି ମୁକ୍ତ ହେଇଗଲା। ଦୁହେଁ ପରସ୍ପରକୁ ଆଲିଙ୍ଗନ କଲେ ଆଉ ନର୍ଗିସ୍ କହିଲା, ନାଗେଶ, କାବ୍ୟାକୁ ଥରେ ନାଗମଣିର ସ୍ପର୍ଶ କରିବାକୁ ହେବ, ଯାହାଦ୍ୱାରା ଇଏ ଭବିଷ୍ୟତରେ ତାର ରକ୍ଷା କରିପାରିବ। ନାଗେଶ ଶିବଙ୍କ ମୂର୍ତ୍ତି ପାଖକୁ ଯାଇ ନାଗମଣିକୁ ପ୍ରକଟିତ କଲା ଆଉ କାବ୍ୟାକୁ ତା ସହିତ ସ୍ପର୍ଶ କରେଇଲା। ଏବେ ୟାକୁ ସୁରକ୍ଷିତ ନାଗଲୋକକୁ ପଠେଇ ଦିଅ, ଯାହାଦ୍ୱାରା କେହି ୟାର ଖରାପ ଉପଯୋଗ ନ କରନ୍ତୁ। ନାଗେଶ ଯେମିତି ପୁଣି ଥରେ ନାଗମଣିକୁ ସ୍ପର୍ଶ କରିବାକୁ ଗଲା, ସେତିକିବେଳେ ହଠାତ୍ ଗୋଟିଏ ଗୁଳି ଫୁଟିବାର ଶବ୍ଦ ଶୁଣାଗଲା ଆଉ ସେ ଗୁଳିଟି ନାଗେଶକୁ ବାଜିଗଲା। ନର୍ଗିସ୍ ଯେମିତି ପଛକୁ ବୁଲିକି ଦେଖିଲା, ସିଏ କହିଲା, ରବିଶ, ତୁ? ନର୍ଗିସ୍ ରାଗରେ ରବିଶ ଆଡ଼କୁ ବଢ଼ିଲା। ସେତିକିବେଳେ ରବିଶ ଆଉ ଗୋଟିଏ ଗୁଳି ଚଲେଇଦେଲା ଆଉ ନାଗମଣିକୁ ନେଇ ପଳେଇଗଲା। ନର୍ଗିସ୍ ମଧ୍ୟ କ୍ଷତାକ୍ତ ହେଇଗଲା ଆଉ ନାଗେଶ ପାଖରେ ଯାଇ ପଡ଼ିଗଲା। ନାଗେଶ, ନାଗେଶ। ସେ ପର୍ଯ୍ୟନ୍ତ ନାଗେଶ ନିଜ ପ୍ରାଣ ତ୍ୟାଗ କରିସାରିଥିଲା ଆଉ ବିଭା ମଧ୍ୟ ସେଠିକି ଆସିଗଲା ଆଉ କାନ୍ଦି କାନ୍ଦି ନର୍ଗିସ୍ ପାଖରେ ବସିଗଲା। ବିଭା କାବ୍ୟାକୁ କୋଳରେ ଧରିନେଲା। ମା, ମତେ କଥା ଦିଅ।
ତୁମେ ମୋ ଝିଅକୁ ସେତିକି ହିଁ ସ୍ନେହ ଦେବ ଯେତିକି ମତେ ଦେଇଥିଲ। ଆଜିଠୁ ୟାର ତୁମେ ହିଁ ସବୁ କିଛି, ୟାର ବାପା ମା ସବୁ କିଛି ତୁମେ ହିଁ। 18 ବର୍ଷ ପରେ ୟା ପାଖକୁ ସବୁ ଶକ୍ତି ଆସିଯିବ ଯାହା ନାଗେଶ ଆଉ ମୋ ପାଖରେ ଥିଲା। ଆଉ ଏ ନିଜ ମା ବାପାଙ୍କ ମୃତ୍ୟୁର ପ୍ରତିଶୋଧ ରବିଶ ଠାରୁ ନିଶ୍ଚୟ ନବ। ନର୍ଗିସ୍ ଏତିକି କହି ମୃତ୍ୟୁବରଣ କଲା।